सो हेलो पिलाମାନେ आशा କରୁଛି ସମସ୍ତେ ଭଲରେ ଥିବ। ତେଣୁ ଆଜି ପୁଣି ଏକ ନୂଆ ଭିଡ଼ିଓକୁ ତୁମମାନଙ୍କୁ ସ୍ୱାଗତ। ତେଣୁ ଆଜି ଆମେ ଆରମ୍ଭ କରିବା ଇଂଲିଶ ଗ୍ରାମାରର ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍, ମୁଖ୍ୟ ବିଷୟ ଯେଉଁଟା ହେଉଛି କି ଆର୍ଟିକଲ୍ସ। ସୋ ତୁମେମାନେ ସ୍କୁଲରେ କିମ୍ବା ତୁମ ଟ୍ୟୁସନରେ ବହୁତ ସାରା ପଢ଼ିଥିବ ଆର୍ଟିକଲ୍ସ ବିଷୟରେ, ଯେଉଁଟାକି ଏ, ଆନ୍, ଦ ଆ ବିଷୟରେ କମ୍ ବହୁତ ଶୁଣିଥିବ। ତେଣୁ ଆଜି ଆମେ କ୍ଲାସ୍ରେ କ'ଣ କରିବା କି ଆର ବହୁତ ସାରା ଡେସ୍କ୍ରିପ୍ଟିଭ୍ ଡିସ୍କସନ୍ କରିବା ହେଲା। ସେ ଜିନିଷ କ'ଣ ଆଉ ତାର ଭିତରକୁ ବହୁତ ଡିଟେଲ୍ସରେ ଆମେ ଡିସ୍କସନ୍ କରିବା। କାହାକୁ ନା ଆର୍ଟିକଲ୍ସକେ। କାହିଁକି ନା ଆମେ ଆର୍ଟିକଲ୍ସ ଯେଉଁ ପଢ଼ନ୍ତି ସ୍କୁଲରେ, ଯେଉଁ ସ୍କୁଲ କିମ୍ବା ଏକାଡେମିକ୍ସରେ ଆମେ ପଢ଼ନ୍ତି, ସେଥିରେ ନା କିଛି ଛୋଟ ବଡ଼ ସମ୍ୟକ ଭୁଲ ରହିଯାଏ, ବୁଝିବାରେ ଭୁଲ ରହିଯାଏ ଆଦି। ସେଇ ଭୁଲ ଗୁଡ଼ିକ ଆମେ କ'ଣ କରିବା କି ତାର ଦୂର କରିବା। କ'ଣ ଆର୍ଟିକଲ୍ସ ଉପରେ ଯାହା ବି ଭୁଲ ଧାରଣା ଆମମାନଙ୍କର ଅଛି ହେଲା। ତେଣୁ ଚାଲ ଷ୍ଟାର୍ଟ କରିବା। ତେଣୁ ଫାଷ୍ଟ ହେଡ଼ିଂ କର ଆର୍ଟିକଲ୍ସ। ଆର୍ଟିକଲ୍ସ ପଢ଼ିବା ଆଗରୁ ପ୍ରଥମେ ଆମେ ଜାଣି ରଖିବା କି ନାଉନ୍ କ'ଣ ହେଲା। ନାଉନ୍ ସମସ୍ତେ ଜାଣିଥିବ ଅବଭିୟସଲି, ବିଶେଷ୍ୟ ଉପରେ। ଯଦି ଜାଣିନ ମୋ ପ୍ଲେଲିଷ୍ଟ ଚେକ୍ କରିନେବ, ସେଥିରେ ନାଉନ୍ ବୋଲି ଗୋଟେ ଟପିକ୍ ସ୍ୱତନ୍ତ୍ର ତାର ଭିଡ଼ିଓ ହେଇଛି ହେଲା, ତାକୁ ତୁମେ ଦେଖିନେବ। ତେଣୁ ଆର୍ଟିକଲ୍ସ ଆମେ କାହାକୁ କହନ୍ତି? ଫାଷ୍ଟ ଲେଖ, ଫାଷ୍ଟ ପଏଣ୍ଟରେ ଏ, ଆନ୍ and the are called articles। এটা ସମସ୍ତେ ଜାଣିଥିବ, are called articles। ଆଉ ଏ ଆର୍ଟିକଲ୍ସ ଗୁଡ଼ିକ କାହା ପୂର୍ବରେ ଲାଗନ୍ତି? ସଦାବେଳେ ନାଉନ୍ ପୂର୍ବରୁ ହେଲା। ଯେତେବେଳେ ମୁଁ ନାଉନ୍ ପଢ଼େଇଥିଲି ହାଲକା, ମୁଁ କେଉଁଥିରେ ପଢ଼ିଥିଲି? ଅବଜେକ୍ଟରେ। ସଦାବେଳେ କ'ଣ କହିଥିଲି? ଏନି ଆର୍ଟିକଲ୍ ପ୍ଲସ୍ ୱାର୍ଡ଼ ଇଜ୍ ଇକ୍ୱାଲ୍ ଟୁ ନାଉନ୍। ତାକୁ ନାଉନ୍ରେ ଆମେ କ'ଣ ଗଣନା କରିବା। ତେଣୁ 2 ନମ୍ବର ପଏଣ୍ଟରେ ଲେଖ, ଦେ ଆର୍ ୟୁଜ୍ଡ, ସେମାନେ ବ୍ୟବହୃତ ହୁଅନ୍ତି, ବିଫୋର୍ ନାଉନ୍ସ, ବୁଝିପାରିଲ? ତେଣୁ ଏ, ଆନ୍, ଦ ଏଇସବୁ ୱାର୍ଡ଼କୁ ଆମେ କ'ଣ କହନ୍ତି? ଆର୍ଟିକଲ୍ସ। ଆଉ ସେମାନେ କାହା ପୂର୍ବରୁ ୟୁଜ୍ ହୁଅନ୍ତି? ବିଶେଷ୍ୟ ପୂର୍ବରୁ, ଯେଉଁଟାକି ନାଉନ୍। ବୁଝିପାରିଲ? ତେଣୁ ତାପରେ ହେଡ଼ିଂ କର କାଇଣ୍ଡସ୍ ଅଫ୍ ଆର୍ଟିକଲ୍। କାଇଣ୍ଡସ୍ ଅଫ୍ ଆର୍ଟିକଲ୍ସ ହେଲା। କାଇଣ୍ଡସ୍ ଅଫ୍ ଆର୍ଟିକଲ୍ସରେ ଆମେ କ'ଣ ପଢ଼ିବା କି? ପ୍ରଥମେ ପଢ଼ିବା ଇନଡେଫିନାଇଟ୍ ଆର୍ଟିକଲ୍, ଦୁଇରେ ପଢ଼ିବା ଡେଫିନାଇଟ୍ ଆର୍ଟିକଲ୍। ଗୋଟେ ହେଲା ଇନଡେଫିନାଇଟ୍ ଆର୍ଟିକଲ୍, ଆଉ ଗୋଟେ ହେଲା ଡେଫିନାଇଟ୍ ଆର୍ଟିକଲ୍। ଇନଡେଫିନାଇଟ୍ ମାନେ କ'ଣ? ଅନିଶ୍ଚିତ। ଗୋଟେ ଲେଖି ଦେଉଛି, ଅନିଶ୍ଚିତ। ଆଉ ଡେଫିନାଇଟ୍ ମାନେ ନିଶ୍ଚିତ ହେଲା। ଇନଡେଫିନାଇଟ୍ ଆର୍ଟିକଲ୍ କାହାକୁ କହନ୍ତି? ଏ ଆଉ ଆନ୍କୁ। ଏ ଆଉ ଆନ୍କୁ। ଡେଫିନାଇଟ୍ ଆର୍ଟିକଲ୍ କାହାକୁ କହନ୍ତି? ଦକୁ ହେଲା। ଇନଡେଫିନାଇଟ୍ ଆର୍ଟିକଲ୍ ମାନେ କ'ଣ? ଆକ୍ଚୁଆଲି ଯେଉଁ ଜିନିଷରେ ଅନିଶ୍ଚିତ ଥିବ, ତୁମେ ଗୋଟେ ଜିନିଷକୁ ଜାଣିନଥିବ, ସେଇ ଜିନିଷରେ ଆମେ କ'ଣ କରିବା? ଏ ଆନ୍ ଲଗାଇବା। କିନ୍ତୁ ଡେଫିନାଇଟ୍, ଯଦି ତୁମେ ଗୋଟେ ନିର୍ଦ୍ଦିଷ୍ଟ ଜିନିଷକୁ ଜାଣିଥିବ, ତାହେଲେ ଆମେ ସେଥିରେ ଦ ଆର୍ଟିକଲ୍ ୟୁଜ୍ କରିବା ହେଲା। ତାହେଲେ ଆମେ
ଲେଖିବା ଇନଡେଫିନାଇଟ୍ ଆର୍ଟିକଲ ହେଡ଼ିଂ କର। indefinite articles ହେଲା, ସେଥିରେ ଲେଖ they used for an uncertain ଅନିର୍ଦ୍ଦିଷ୍ଟ uncertain person or thing ବ୍ୟକ୍ତି କିମ୍ବା ଜିନିଷ ପାଇଁ। ସେମାନେ କାହା ପାଇଁ ବ୍ୟବହୃତ ହୁଅନ୍ତି, କାହା ପାଇଁ ୟୁଜ୍ ହୁଅନ୍ତି? ଅନସର୍ଟନ୍ ପର୍ସନ୍ସ, ଅନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଜିନିଷ ବିଷୟରେ। ହେଲା, ମୁଁ ଗୋଟେ ଏକ୍ଜାମ୍ପଲ୍ ଲେଖୁଛି। I saw an old man. I saw an old man. ଏଠି ଏ କାହିଁକି ବସେଇଲିନି, ଆନ୍ କାହିଁକି ବସେଇଲି, ମୁଁ ଜଷ୍ଟ ଟିକେ ପରେ ତାକୁ ଡିସ୍କସନ୍ କରିବି। ବର୍ତ୍ତମାନ ତୁମେ ଦେଖିଚାଲ କି ଆମେ ଏଇଟା ଆର୍ଟିକଲ୍ସର ଯେଉଁ କାଇଣ୍ଡସ୍ ପଢ଼ୁଛନ୍ତି। ହେଲା, ମୁଁ ଏଠି ଲେଖିଲି କି ଆଇ ସ ଆନ୍ ଓଲ୍ଡ ମ୍ୟାନ୍, ମୁଁ ଗୋଟେ ବୁଢ଼ା ଲୋକକୁ ଦେଖିଲି। ହେଲା, ତୁମେ ସେ ବୁଢ଼ା ଲୋକକୁ ଜାଣିନ, ରାସ୍ତାରେ ଯାଉଥିଲା ଗୋଟେ ବୁଢ଼ା ଲୋକକୁ ଦେଖିଲ। ସେ କିଏ, ତା ନାଁ କ'ଣ, ତା ଗାଁ କ'ଣ, ସେ କେଉଁଠୁ ଆସିଛି, ହେଲା, ତାକୁ ତୁମେ ଜାଣିନ। ହେଲା, କିନ୍ତୁ ସେ ଲାଗୁଛି ଗୋଟେ ବୁଢ଼ା ଲୋକ ପରି, ତେଣୁ ତୁମେ କହିଲ କି ଆଇ ସ ଆନ୍ ଓଲ୍ଡ ମ୍ୟାନ୍। ତେଣୁ ଏଠି ଓଲ୍ଡ ମ୍ୟାନ୍ଟା କ'ଣ ହେଲା, ଗୋଟେ ଅନିର୍ଦ୍ଦିଷ୍ଟ ଅନସର୍ଟନ୍ ପର୍ସନ୍, ହଁ କି ନାହିଁ? ତେଣୁ ଆମେ ଲେଖିଲେ କି ଏଠି ଆନ୍ର ବ୍ୟବହାର କଲେ। ହେଲା, ତାପରେ ଆଉ ଗୋଟେ ଏକ୍ଜାମ୍ପଲ୍ ହେଲା he saw a cute puppy at the park. ସେ ପାର୍କ ମାନେ ବଗିଚାରେ ଗୋଟେ କ୍ୟୁଟ୍ ମାନେ କୌତୁକିଆ, ପୁପି ମାନେ ସେ କୁକୁର, ଛୋଟ କୁକୁରକୁ ପିପି କହନ୍ତି, ପୁପିକି ଦେଖିଲା। ତେଣୁ ଯେହେତୁ ଛୋଟ ପୁପିଟାକୁ ଦେଖିଲା, ହେଲା, କୌତୁକିଆ ପୁପିଟାକୁ ଦେଖିଲା, ଯେହେତୁ ଦେଖିଲା, ସେ କ'ଣ ଜାଣିଛି, ସେ କାହାର, ତା ନାଁ କ'ଣ କିଛି ଜାଣିନି। ତେଣୁ ସେ ସ୍ଥାନରେ ଏ ଆର୍ଟିକଲର ୟୁଜ୍ ହେଲା। ବୁଝିପାରିଲ? ସେମିତି ଆଉ ଗୋଟେ ଏକ୍ଜାମ୍ପଲ୍, ଏ ଡଗ୍ ୱାଜ୍ ବାର୍କିଂ ଆଟ୍ ନାଇଟ୍। ରାତିରେ ଗୋଟେ କୁକୁର ଭୁକୁଥିଲା। ସେ କେଉଁ କୁକୁର ଭୁକୁଥିଲା କ'ଣ ଜାଣିଛି? ବହୁତ ସାରା କୁକୁର ଅଛନ୍ତି, କେଉଁ କୁକୁରଟି ଭୁକୁଥିଲା ସେ କ'ଣ ଜାଣିଛି? ତେଣୁ ଏଠି ଡଗ୍ଟା ହେଲା କ'ଣ, ଗୋଟେ ଅନିର୍ଦ୍ଦିଷ୍ଟ। ହେଲା, ତେଣୁ ସେ ଜାଗାରେ କ'ଣ ହେଲା, ଏ ୟୁଜ୍ ହେଲା। ବୁଝିପାରିଲ? ହେଲା, ତାପରେ ଲେଖ ଡେଫିନାଇଟ୍ ଆର୍ଟିକଲ। ଡେଫିନାଇଟ୍ ଆର୍ଟିକଲ ଡେଫିନାଇଟ୍ ଆର୍ଟିକଲ କ'ଣ? ୟୁଜ୍ଡ ଫର୍ definite or certain person or thing, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଜିନିଷ ବିଷୟ ଯଦି କୁହାଯାଇଥିବ ତାହେଲେ ଆମେ ସେଠି ଡେଫିନାଇଟ୍ ଆର୍ଟିକଲ ୟୁଜ୍ କରିବା। ତା ମାନେ କିଏ? ଦର। ହେଲା, ଦ ସେଠି ୟୁଜ୍ କରିବା। ହେଲା, ଏକ୍ଜାମ୍ପଲ୍ ଦେଖ, this is the car
which I brought। এইটা ହେଉଛି ସେଇ କାର୍ ଯେଉଁଟା ମୁଁ ଆଣିଥିଲି ହେଲା। ତା ମାନେ ସେଇ କାର୍ଟା କ'ଣ ତୁମର ନିର୍ଦ୍ଦିଷ୍ଟ ହେଲା, ତୁମର ହିଁ ହେଲା। ତେଣୁ ଏଠି କାର୍ଟା କ'ଣ ନିର୍ଦ୍ଦିଷ୍ଟ ହେଲା ଜିନିଷ, ଆମେ ଜାଣିଛେ ଏଇଟା ଗୋଟେ ନାଉନ୍, ସେଥିପାଇଁ ସେଠି ଆମେ କ'ଣ ଦ ଆର୍ଟିକିଲର ୟୁଜ୍ କଲେ, କାହିଁକିନା ସେଟା ନିର୍ଦ୍ଦିଷ୍ଟ ହେଲା। ତାପରେ the man in black dress is my father। ଯେଉଁ ଲୋକ ଜଣକ କଳା ପୋଷାକ ପିନ୍ଧୁଛନ୍ତି ସେ ହେଉଛନ୍ତି ମୋ ବାପା। ଏଥିରେ କ'ଣ ପୁରା ତୁମେ ସ୍ପେସିଫାଏ କଲ, ନିର୍ଦ୍ଦିଷ୍ଟ କରିଲ କି ଯେଉଁ ଲୋକଟା କଳା ଡ୍ରେସ୍ ପିନ୍ଧିଛି। ତେଣୁ ଯେଉଁ ଲୋକଟା ଏଠି ମ୍ୟାନ୍ ହେଉଛି କ'ଣ ଗୋଟେ ନାଉନ୍, ସେଥିପାଇଁ ଆମେ ଦ ଆର୍ଟିକିଲର ୟୁଜ୍ କଲେ। କାହିଁକି? ଏ ହେଲା ଡେଫିନାଇଟ୍, ନିର୍ଦ୍ଦିଷ୍ଟ ଲୋକ ଯିଏ କଳା ପିନ୍ଧିଛି। କେତେ ସାରା ଲୋକ ଅଛନ୍ତି, ତା ଭିତରେ ଯେଉଁ ଲୋକଟି କଳା ଡ୍ରେସ୍ ପିନ୍ଧିଛି ସିଏ ହେଉଛନ୍ତି କ'ଣ ମୋ ବାପା। ତେଣୁ ଆମେ ଅନିର୍ଦ୍ଦିଷ୍ଟ କ୍ଷେତ୍ରରେ କ'ଣ କରିବା କି ଏ ଆଉ ଅନ୍ ୟୁଜ୍ କରିବା। ଯଦି ନିର୍ଦ୍ଦିଷ୍ଟ କ୍ଷେତ୍ରରେ କୌଣସି ସେଣ୍ଟେନ୍ସ ଥିବ ଆମେ ସେଥିରେ ଦ ଆର୍ଟିକିଲ୍ ୟୁଜ୍ କରିବା। ତାର ଫଣ୍ଡା ହେଉଛି ଏତିକି। ତାପରେ ଆମେ ପଢ଼ିବା କ'ଣ ଆର୍ଟିକିଲ୍ କି ଆମେ କେଉଁଠି ୟୁଜ୍ କରିବା, କେଉଁ ଜାଗାରେ ହିଁ ୟୁଜ୍ କରିବା। ତେଣୁ ସେଇ କନସେପ୍ଟ ପଢ଼ିବା ପାଇଁ ଲେଖ ପୋଜିସନ୍ ଅଫ୍ ଆର୍ଟିକିଲ୍ସ। ପୋଜିସନ୍ ଅଫ୍ ଆର୍ଟିକିଲ୍ସ, ପୋଜିସନ୍ ଅଫ୍ ଆର୍ଟିକିଲ୍ସ, ଆର୍ଟିକିଲ୍ର ସ୍ଥାନ କେଉଁଠି। ହେଲା, ଫାର୍ଷ୍ଟ ପଏଣ୍ଟରେ ଲେଖ ଆର୍ଟିକିଲ୍ ପ୍ଲସ୍ ନାଉନ୍। ମାନେ କ'ଣ ନାଉନ୍ ର ପୂର୍ବରୁ ସର୍ବଦା କିଏ ଆସିବ, ଆର୍ଟିକିଲ୍ ଆସିବ। ହେଲା, ମୁଁ କହିଲି ଏଇଠି ହି ଇଜ୍ ଏ ସିଙ୍ଗର, ଏକ୍ଜାମ୍ପଲ୍ ହି ଇଜ୍ ଏ ସିଙ୍ଗର। ମାନେ କ'ଣ କହିଲି କି ଆର୍ଟିକିଲ୍ ସର୍ବଦା ନାଉନ୍ ପୂର୍ବରୁ ଆସିବ। ହେଲା, ହି ଇଜ୍ ଏ ସିଙ୍ଗର, ସିଙ୍ଗରଟା କ'ଣ ଏଠି ଗୋଟେ ନାଉନ୍, କ୍ୱାଲିଟି ନାଉନ୍। ତେଣୁ ଏଠି ନାଉନ୍ ପୂର୍ବରୁ କ'ଣ ଲାଗିଛି, ଏ ଲାଗିଛି। ହେଲା, ଦେଖିଲ କେମିତି ନାଉନ୍ ପୂର୍ବରେ କେମିତି ଆର୍ଟିକିଲ୍ସ ଆସେ। ହେଲା, ତାପରେ ଆଉ ଗୋଟେ ଏକ୍ଜାମ୍ପଲ୍ ହେଲା ଆଉ ଗୋଟେ ଏକ୍ଜାମ୍ପଲ୍ ଆମେ କ'ଣ ଦେଇପାରିବା, ହି ହାଜ୍ ଏ ସ୍କିଲ୍। ସ୍କିଲ୍ ମାନେ କ'ଣ ଗୋଟେ ଶିଖିବା ଗୁଣ, ତେଣୁ ଗୁଣବାଚକ ବିଶେଷ୍ୟ। ତେଣୁ ଇଏ ହେଲା ନାଉନ୍, ତା ପୂର୍ବରୁ ଏ ଲାଗିଛି ଆର୍ଟିକିଲ୍। ତେଣୁ ଯେକୌଣସି ନାଉନ୍ ପୂର୍ବରୁ ଆର୍ଟିକିଲ୍ ମଷ୍ଟ ଆସିବ, କାହିଁକିନା ଆର୍ଟିକିଲ୍ର ପରବାଟା ହେଉଛି କିଏ, ନାଉନ୍। ହେଲା, ତାକୁ ସିଏ ସ୍ପେସିଫାଏ କରିବ। ତେଣୁ ତୁମେ ଜାଣି ରଖିବା ଦରକାର କ'ଣ ନା ଆର୍ଟିକିଲ୍ କାହା ପାଇଁ ଆସେ, ନାଉନ୍ ପାଇଁ। ସୋ ଏଇଠି ଗୋଟେ ପଏଣ୍ଟ ଲେଖିନିଅ, ଦ ଆର୍ଟିକିଲ୍, ସେଠି ଦ ଲେଖନି ନା ଦ ନିଜେ ଗୋଟେ ଆର୍ଟିକିଲ୍ ଏଠି ସ୍ପେସିଫାଏ ହେଇଯିବ। ଲେଖ ଆର୍ଟିକିଲ୍ ଆର୍ ଅଲୱେଜ୍ କମ୍ ଫର୍ ନାଉନ୍। ଆର୍ଟିକିଲ୍ କାହା ପାଇଁ ଆସେ, ସର୍ବଦା ନାଉନ୍ ପାଇଁ ହିଁ ଆସିବ। ହେଲା, ସେ ସବୁବେଳେ ବିଶେଷ୍ୟ ପାଇଁ ହିଁ ଆସିବ।
ଏଠି ଦେଖୁନ ସିଙ୍ଗର ହେଲା ବିଶେଷ୍ୟ, ତା ପାଇଁ ଆର୍ଟିକଲ ଆସିଛି। ଏଠି ସ୍କିଲ୍ ହେଲା ଗୋଟେ ବିଶେଷ୍ୟ, ତା ପାଇଁ ଆର୍ଟିକଲ ଆସିଛି। ବୁଝିପାରିଲ କି ନାହିଁ? ତାପରେ ଆଉ କୋଉଠି ୟୁଜ୍ ହବ? ଲେଖ ଆର୍ଟିକଲ୍ସ ପ୍ଲସ୍ ଆଡଜେଟିଭ ପ୍ଲସ୍ ନାଉନ୍। ମୁଁ ଏଠି ଲେଖୁଛି ଏକ୍ସାମ୍ପଲ୍, ଆମେ ଜାଣିପାରିବା ଆକ୍ଚୁଆଲି କ'ଣ ଆର୍ଟିକଲ୍ ପ୍ଲସ୍ ଆଡଜେଟିଭ୍ ପ୍ଲସ୍ ନାଉନ୍। ହି ଇଜ୍ ଏ ଗୁଡ୍ ଡ୍ୟାନ୍ସର। ହି ଇଜ୍ ଏ ଗୁଡ୍ ଡ୍ୟାନ୍ସର ହେଲା, ସେ ଜଣେ ଭଲ ନୃତ୍ୟକାରୀ କି ନୃତ୍ୟକ କି ଯାହା ବି କହିବ ହେଲା। ହି ଇଜ୍ ଏ ଗୁଡ୍ ଡ୍ୟାନ୍ସର। ଏଠି ଡ୍ୟାନ୍ସରଟା କ'ଣ? ନାଉନ୍। କେମିତିକା ଡ୍ୟାନ୍ସର? ଭଲ ଡ୍ୟାନ୍ସର, ବହୁତ ଭଲ ଡ୍ୟାନ୍ସର। ତାମାନେ ନାଉନ୍କୁ କିଏ ମୋଡ଼ିଫାଏ କଲା? ଗୁଡ୍ ୱାର୍ଡ଼ଟା। ତେଣୁ ଗୁଡ୍ଟା କ'ଣ ଅଟେ? ଆଡଜେଟିଭ୍। ଆ ପୂର୍ବରୁ କ'ଣ ଲାଗିଛି? ଏ ହେଉଛି କ'ଣ? ଆର୍ଟିକଲ୍। ସो ଜାଣିପାରିଲ କେମିତି ଲାଗିଲା? ଆର୍ଟିକଲ୍ ପ୍ଲସ୍ ଆଡଜେଟିଭ୍ ପ୍ଲସ୍ ନାଉନ୍। ବୁଝିପାରିଲ? କିନ୍ତୁ ଏଇ ସେଣ୍ଟେନ୍ସରୁ ତମେ କ'ଣ ବୁଝୁଛ? ନାଉନ୍, ନାଉନ୍ ଆକ୍ଚୁଆଲି କାହା ପାଇଁ ଆସିଛି? ସରି, ଆର୍ଟିକଲ୍। ଏଠି ଯେଉଁ ଆର୍ଟିକଲ୍ଟା ବସିଛି ଏଟା କାହା ପାଇଁ ଆସିଛି? ନାଉନ୍ ପାଇଁ ଆସିଛି। କିନ୍ତୁ କାହା କଣ୍ଡିସନ୍ ଅନୁସାରେ ବସିବ? ଏଠି ଏ କି ଆନ୍ ଗୁଡ୍ ଅନୁସାରେ। ସେଟା ଆମେ ପରେ ପଢ଼ିବା, ଆଉ ଟିକେ ପରେ ପଢ଼ିବା ହେଲା। ତେଣୁ ସବୁବେଳେ ମନେ ରଖିଥିବ କି ଆର୍ଟିକଲ୍ଟା କାହା ପାଇଁ ଆସିବ? ନାଉନ୍ ପାଇଁ ଆସିବ। କିନ୍ତୁ କାହା ଅନୁସାରେ ବସିବ? ତା ପାଖ ୱାର୍ଡ଼, ତା ପର ୱାର୍ଡ଼ଟା ଯିଏ ଥିବ ସେଇ ଅନୁସାରେ ବସିବ। ବୁଝିପାରିଲ? ଏଠି ଏଟା ଆସିଛି କାହା ପାଇଁ? ନା ନାଉନ୍ ପାଇଁକା। ଗୁଡ୍ ପାଇଁ ଆସିନି, ଆଡଜେଟିଭ୍ ପାଇଁ ଆସିନି। ଏ ଆସିଛି ନାଉନ୍ ପାଇଁକା, ଯେଉଁଟାକି ଡ୍ୟାନ୍ସର ପାଇଁକା। ଗୁଡ୍ଟା ଓନ୍ଲି ନାଉନ୍ଟାକୁ ମୋଡ଼ିଫାଏ କରିଛି। ଆଉ ଏ ଜାଗାରେ ଏ କି ବସିବ କି ଆନ୍ ବସିବ, ସେଟା ତା ପର ୱାର୍ଡ଼ ଉପରେ ଡିସାଇଡ୍ ହବ। ତାପରେ ନେକ୍ସଟ ଆଉ ଗୋଟେ ଏକ୍ସାମ୍ପଲ୍ ଦେବି, ଲେଖ ନହେଲେ। This is an important question। ଏଠି ଦେଖ କ୍ୱେଶ୍ଚନଟା କ'ଣ? ଗୋଟେ ନାଉନ୍। କି କ୍ୱେଶ୍ଚନ୍? ମୁଖ୍ୟ, ଇମ୍ପୋର୍ଟାଣ୍ଟ ହେଲା ଆଡଜେଟିଭ୍। ଏଠି ବସିଛି କ'ଣ? ଆନ୍। କାହା ପାଇଁ ଆନ୍ ବସିଛି? ନାଉନ୍ ପାଇଁକା ବସିଛି। କାହିଁକି ନା ଆର୍ଟିକଲ୍ ଅଲୱେଜ୍ କମ୍ସ ଫର୍ ଦ ନାଉନ୍। ନାଉନ୍ ପାଇଁକା ହିଁ ଆର୍ଟିକଲ୍ଟା ଆସିଛି। କିନ୍ତୁ କାହା ଅନୁସାରେ ବସିଛି? ଇମ୍ପୋର୍ଟାଣ୍ଟ ଅନୁସାରେ, ତା ପାଖ ୱାର୍ଡ଼। ବୁଝିପାରିଲ କି ନାହିଁ? ତା ପାଖ ୱାର୍ଡ଼ ଅନୁସାରେ ଏ କି ଆନ୍ ବସିବ। କିନ୍ତୁ ଆର୍ଟିକଲ୍ କାହା ପାଇଁ ଆସେ? ନାଉନ୍ ପାଇଁକା ଆସେ। ଏଇଟା ସବୁବେଳେ ମନ ଭିତରେ ରଖିବ ହେଲା। ତାପରେ ଲେଖ ଆର୍ଟିକଲ୍ ପ୍ଲସ୍ ଆଡଭର୍ବ ପ୍ଲସ୍ ଆଡଜେଟିଭ୍ ପ୍ଲସ୍ ନାଉନ୍। ଏଇଭଳିଆ ବି ଆସିପାରେ। ଆର୍ଟିକଲ୍ ସବୁବେଳେ ପ୍ରଥମେ ଆସିବ, କିନ୍ତୁ କାହା ପାଇଁ ଆସିବ? ନାଉନ୍ ପାଇଁକା ଆସିବ। କାହା ଅନୁସାରେ ୟୁଜ୍ ହବ? ତା ପାଖ ୱାର୍ଡ଼ ଅନୁସାରେ, ତା ପର ଯେଉଁ ପାଖ ୱାର୍ଡ଼ଟା ଥିବ ସେଇ ଅନୁସାରେ ୟୁଜ୍ ହବ। ଦେଖ ବଢ଼ିଆ ମଜା ଜିନିଷ। ହି ଇଜ୍ ଏ ଭେରି ଗୁଡ୍ ଡ୍ୟାନ୍ସର। ଦେଖ ଏଇ ଜାଗାରେ ଡ୍ୟାନ୍ସର ଅଛି। ଡ୍ୟାନ୍ସରଟା ହେଉଛି କ'ଣ? ନାଉନ୍। କେମିତିକା ଡ୍ୟାନ୍ସର? ଭଲ ଡ୍ୟାନ୍ସର।
ମୋଡ଼ିଫାଏ କଲା ନାଉନ୍କୁ। କେତେ ଭଲ, ବହୁତ ଭଲ। ଆଡଜେକ୍ଟିଭକୁ ମୋଡ଼ିଫାଏ କଲା ଆଡଭର୍ବ। ସେଇ ଅନୁସାରେ ଏଠି ଏ ବସିଛି ଆର୍ଟିକଲ। ଆର୍ଟିକଲଟା କାହା ଅନୁସାରେ ବସିଛି? ଏଇ ଭେରି ଭି ୱାର୍ଡ ଅନୁସାରେ ବସିଛି। ପ୍ରଥମ ୱାର୍ଡଟି, ପ୍ରଥମ ଲେଟରଟି, କିନ୍ତୁ କାହା ପାଇଁ ଆସିଛି? ନାଉନ୍ ପାଇଁକା। ହେଲା। ତାପରେ ଲେଖ ଆଉ ଗୋଟେ ଏକ୍ସାମ୍ପଲ ସେମିତିକା। ଦିସ୍ ଇଜ୍ this is a very important question. important question। ଏଠି question କ'ଣ? noun। କେମିତିକା question? important question। nounକୁ modify କଲା ଯେହେତୁ adjective। କେତେ important? ବହୁତ important, very important। ତାହେଲେ ଏଟା କ'ଣ ହେଲା? adverb। ସେଇ ଅନୁସାରେ ଏଠି ଏ ବସିଲା article। ତେଣୁ article ସର୍ବଦା ପ୍ରଥମେ ଆସିବ। ନାଉନ୍କୁ ଯିଏ modify କରୁ ସେଥିରେ କିଛି ଲେନଦେନ ନାହିଁ। ଆର୍ଟିକଲ ସର୍ବଦା ପ୍ରଥମେ ହିଁ ଆସିବ। କିନ୍ତୁ ତମକୁ ଯଦି କ୍ୱେଶ୍ଚନ୍ ପଚାରିଲା ଆର୍ଟିକଲ ସର୍ବଦା କାହା ପାଇଁ ଆସେ? ନାଉନ୍ ପାଇଁ ଆସେ। କେମିତିକା ୟୁଜ୍ ହୁଏ? ତା ପରବର୍ତ୍ତୀ ୱାର୍ଡର ପ୍ରଥମ ଲେଟର ଅନୁସାରେ। ହେଲା, ବୁଝିପାରିଲ? ଆଉ ଗୋଟେ କହିଲି, ଦ ୱେଲ୍ ପେଡ୍ ଆକ୍ଟର। ୱେଲ୍ ପେଡ୍ ଆକ୍ଟର। ଏଠି ଆକ୍ଟର କ'ଣ? ଯେଉଁମାନେ ଚଳଚ୍ଚିତ୍ର ଫିଲ୍ମରେ ଯେଉଁମାନେ ରୋଲ୍ କରନ୍ତି ତାକୁ ଆକ୍ଟର କହନ୍ତି। ନାଉନ୍। କେମିତିକା ଆକ୍ଟର? ପେଡ୍ ଆକ୍ଟର। ପଇସା ଦିଆଯାଉଥିବା ଆକ୍ଟର। ନାଉନ୍କୁ ମୋଡ଼ିଫାଏ କଲା ଆଡଜେକ୍ଟିଭ। ଦ ୱେଲ୍, ଆହୁରି ଭଲ, ତାକୁ କଲା ଆଡଭର୍ବ। ତା ପାଖକୁ ଆର୍ଟିକଲ ଲାଗିଛି ଦ। ତେଣୁ ବୁଝିପାରିଲ କି ନାହିଁ? ଆର୍ଟିକଲ ଯେକୌଣସି ଆର୍ଟିକଲ ହେଇଥାଉ, ଏ ଆନ୍ ହେଇଥାଉ ଇନଡେଫିନାଇଟ୍ ଆର୍ଟିକଲରେ, ଆଉ ଦ ହେଇଥାଉ ଡେଫିନାଇଟ୍ ଆର୍ଟିକଲରେ, ସେ ସର୍ବଦା ପ୍ରଥମେ ଆସିବ। କାହା ପାଇଁ ଆସିବ? ନାଉନ୍ ପାଇଁ ଆସିବ। କାହା ଅନୁସାରେ ବସିବ? ତା ପରବର୍ତ୍ତୀ ୱାର୍ଡର ପ୍ରଥମ ଲେଟର ଅନୁସାରେ। ହେଲା। ଏବେ ଆସିବ କି ଏ ଆନ୍ ୟୁଜ୍। ହେଲା, ଲେଖ ଡିଫରେନ୍ସ ବିଟୁଇନ୍ ଏ ଏଣ୍ଡ ଆନ୍। ତୁମେ ତ ଜାଣିଛ ଦୁଇଟା ଯାକ ଇନଡେଫିନାଇଟ୍ ଆର୍ଟିକଲ। ତାହେଲେ ଆମେ ତାକୁ କେମିତି ୟୁଜ୍ କରିବା? ହେଲା, କେମିତି ୟୁଜ୍ କରିବା? ପ୍ରଥମେ ଲେଖ, ମୁଁ ଏଠି ଲେଖୁଛି ଏ ପ୍ଲସ୍ କନସୋନାଣ୍ଟ ସାଉଣ୍ଡ। ଆଉ ରାଇଟ୍ ସାଇଡ୍ରେ ଲେଖୁଛି ଆନ୍ ପ୍ଲସ୍ ଭାୱେଲ୍ ସାଉଣ୍ଡ। ହେଲା, ଏ ପ୍ଲସ୍ କନସୋନାଣ୍ଟ ସାଉଣ୍ଡ ଆଉ ହେଲା ଆନ୍ ପ୍ଲସ୍ ଭାୱେଲ୍ ସାଉଣ୍ଡ। ମାନେ କ'ଣ ଆକ୍ଚୁଆଲି? ଆମେ ସ୍କୁଲରେ କ'ଣ ପଢ଼ିଥିଲେ? ସ୍ୱରବର୍ଣ୍ଣ ହେଲା ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଆମେ ପଢ଼ିଥିଲେ କି ସ୍ୱରବର୍ଣ୍ଣ ପୂର୍ବରୁ ସବୁବେଳେ ଆନ୍ ୟୁଜ୍ ହେବ। ସ୍ୱରବର୍ଣ୍ଣ କିଏ କିଏ? ଏ, ଇ, ଆଇ, ଓ, ୟୁ। ଆଉ ବ୍ୟଞ୍ଜନ ବର୍ଣ୍ଣ ଯେଉଁ 21ଟା ରହିଲା। ହେଲା, କିନ୍ତୁ ଏ, ଇ, ଆଇ, ଓ, ୟୁ ଏମାନଙ୍କ ପୂର୍ବରେ ସବୁବେଳେ କ'ଣ ଆନ୍ ବସିବ? ଆମେ ସ୍କୁଲରେ ପଢ଼ିଥିଲେ ଏ, ଇ, ଆଇ, ଓ, ୟୁ, ଯେଉଁଟା ଭାୱେଲ୍ ପୂର୍ବରୁ ସବୁବେଳେ ଆନ୍ ବସିବ। ଆକ୍ଚୁଆଲି ଜିନିଷ ସେଇଆ ନୁହେଁ। ଭାୱେଲ୍ ସାଉଣ୍ଡ ଯିଏ କରୁଥିବ, କ'ଣ କହିଲି? ଭାୱେଲ୍ ସାଉଣ୍ଡ ଯିଏ କରୁଥିବ ତା ପୂର୍ବରୁ ଆନ୍ ବସିବ। ଆଉ କନସୋନାଣ୍ଟ ସାଉଣ୍ଡ ଯିଏ କରୁଥିବ ତା ପୂର୍ବରୁ ଏ ବସିବ। ହେଲା, ଭାୱେଲ୍ ୱାର୍ଡ ଗୁଡ଼ିକ କେଉଁ ଗୁଡ଼ିକ? ଏ, ଇ, ଆଇ, ଓ, ୟୁ। ଏଗୁଡ଼ିକ ହେଲା
ଭାୱେଲ୍ ସାଉଣ୍ଡ। ତେଣୁ ଏଇ ସାଉଣ୍ଡ ଯିଏ କରୁଥିବ ତା ପୂର୍ବରୁ ଆନ୍ ବସିବ। ବର୍ତ୍ତମାନ ମୁଁ ଏଇଠି କରୁଛି କନସୋନାଣ୍ଟରେ ଏକ୍ଜାମ୍ପଲ୍ ଦେଉଛି। ମୁଁ କହିଲି କି ବୁକ୍, ସରି ପେନ୍ କଲର୍ ଚେଞ୍ଜ କରିବା, ବୁକ୍। ବୁକ୍ର ଫାଷ୍ଟ ଲେଟର୍ କ'ଣ ଆସୁଛି? ବ। ଏ ଇ ଆଇ ଓ ୟୁ ଭିତରେ କିଛି ଆସୁଛି କି? ଆସୁନି। ତେଣୁ ଆ ପୂର୍ବରୁ ଏ ବସିବ। ହେଲା। ତାପରେ କହିଲି ୟୁନିଫର୍ମ। ତମେ ଯେଉଁ ସ୍କୁଲକୁ ଯେଉଁ ଡ୍ରେସ୍ ପିନ୍ଧି ଯାଉଛ ତାକୁ କୁହନ୍ତି ୟୁନିଫର୍ମ। ୟୁନିଫର୍ମ, ୟୁନିଫର୍ମଟା ଦେଖ କ'ଣ ସ୍ପେଲିଂ ଆସୁଛି? ୟୁ। ୟୁ ଯେଉଁ ୱାଇ ବାଲା ୟୁ, ସେଇ ୟୁ। ଏଇ ୟୁ ଯେଉଁ ଭାୱେଲରେ ଯେଉଁ ୟୁଟା ଅଛି ସେଇ ସାଉଣ୍ଡ ଆସୁଛି କି? ଆମେ ଏମିତି ଲେଖୁଛନ୍ତି କି ୟୁ, ଏମିତି ଲେଖୁଛନ୍ତି କ'ଣ? ୟୁ ୱାଇ ଭଳି ସାଉଣ୍ଡ କରୁଛନ୍ତି ୟୁ, ୟୁନିଫର୍ମ। ହେଲା। ତେଣୁ ଆ ପୂର୍ବରୁ କ'ଣ ବସିବ? ଏ ବସିବ। ତାପରେ କ୍ୟାଟ୍, CAT, କ୍ୟାଟ୍। ଏଇଟା କ'ଣ ଆସୁଛି? କ ସ୍ପେଲିଂ ଆସୁଛି। ତେଣୁ ଆ ପୂର୍ବରୁ ଏ ବସିବ। ତାପରେ କହିଲି ମ୍ୟାନ୍, ମ୍ୟାନ୍ ପୂର୍ବରୁ କ'ଣ ବସିବ? ଏମ୍ ଆସୁଛି। ମ୍ୟା, ଏମ୍ ଆସୁଛି। ତେଣୁ ମ ୱାର୍ଡ଼ରୁ କ'ଣ ବସିବ? ଏ ବସିବ। ତାପରେ କହିଲି ୟୁନିୟନ୍, ୟୁନିୟନ୍। ଏଇଠି କ'ଣ ଆସିଲା? ୟୁ, ୱାଇ ଆରଟା ଆସିଛି ନା, ୟୁ ୱାଇ ବାଲା ଯେଉଁ କୁହନ୍ତି ୱାଇ ୟୁ, ୟୁନିୟନ୍। ଏମିତି ଲେଖୁଛନ୍ତି ନା ୟୁନିୟନ୍। ଆମେ ଏମିତି ଲେଖୁଛନ୍ତି କି ୟୁନିୟନ୍, ଏମିତି ଲେଖନ୍ତି କି? ଏଟା ଭୁଲ, ଏଇଟା ଠିକ୍। ତେଣୁ ଏ ବସିବ। ହେଲା। ତାପରେ କହୁଛନ୍ତି ୟୁନିଭର୍ସିଟି, ବିଶ୍ୱବିଦ୍ୟାଳୟ। ୟୁନିଭର୍ସିଟି, ଏଟା କ'ଣ? ସେଇ ୟୁ ବାଲା, ୟୁନି ୱାଇ। ତେଣୁ ଏଠି ଆସିଲା କ'ଣ? ଏ। ମୁଁ ଏଠି କହିଲି ୱାନ୍ ଆଇ ମ୍ୟାନ୍, ୱାନ୍ ଆଇ ମ୍ୟାନ୍। ଏଠି କ'ଣ ଆସିବ? ତମେ କହିବ କି ସାର୍ ଏଠି ଓ ଅଛି, ଏଠି ଓ ଅଛି, ତେଣୁ ଆମେ ଆନ୍ ଲଗେଇଦେବୁ। ଭୁଲ। ଏ ଓ ସ୍ପେଲିଂଟା କ'ଣ? ୱାନ୍। ଏଇ ୱା ବାଲା ଡବ୍ଲୁ, ୱାନ୍। ତେଣୁ ଏଠି ଆସିବ କ'ଣ? ଏ। ବୁଝିପାରିଲ? ତେଣୁ ଆର୍ଟିକିଲ୍ ସର୍ବଦା ଗୋଟେ ନାଉନ୍ ପାଇଁ ହିଁ ଆସିବ। କିନ୍ତୁ ଏହା କେମିତି ଲେଖା ହେବ ନା ତାର ପରବର୍ତ୍ତୀ ୱାର୍ଡ଼ର ପ୍ରଥମ ଲେଟର୍ କେମିତିକା ସ୍ୱର କରୁଛି। ଯଦି ସେ ଗୋଟେ ବ୍ୟଞ୍ଜନ ସ୍ୱର କରୁଛି ତାହେଲେ ଆମେ ସେଥିରେ ଏ ୟୁଜ୍ କରିବା। ଆଉ ଯଦି ସିଏ ସ୍ୱର ବର୍ଣ୍ଣର ସାଉଣ୍ଡ କରିବ ତାହେଲେ ଆମେ କ'ଣ? ସେଠି ଆନ୍ ବସେଇବା। ସୋ ଏତିକି ମନେ ରଖିବ। ସେମିତି ଭାୱେଲରେ କ'ଣ କରିବା? ମୁଁ ଏଠି ଲେଖିଲି ଆପଲ୍, ଏ ସ୍ପେଲିଂ ଆସିଲା ଆ, ଏରେ ଆସୁଛି ଆ, ତେଣୁ ବସିବ କ'ଣ? ଆନ୍ ଆପଲ୍। ତାପରେ କହିଲି ଅମ୍ବ୍ରେଲା, କେମିତି ସ୍ପେଲିଂ ଆସିବ? ଅମ୍। ଫାଷ୍ଟ କହିଲ ଅମ୍, ଫାଷ୍ଟ ଲେଟର୍ କ'ଣ ଆସିଲା? ଅ, ତେଣୁ ଆନ୍, ଅମ୍ବ୍ରେଲା। ତାପରେ କହିଲି MLA, ମେମ୍ବର ଅଫ୍ ଲେଜିସ୍ଲେଟିଭ୍ ଆସେମ୍ବଲି, MLA ବିଧାୟକ କହନ୍ତି। କ'ଣ ଆସୁଛି? ଏମ୍। ଏଠି କ'ଣ ଆସିଥିଲା? ମ୍ୟାନ୍, ଡାଇରେକ୍ଟ ଏ ଆସିଲାନି, ମ୍ୟାନ୍। ଏଠି କ'ଣ ହେଲା? MLA, AMLA। ତେଣୁ ଏଠି କ'ଣ ବସିବ? ଆନ୍। ତାପରେ HOUR, ଏଟା କ'ଣ କହନ୍ତି? ଆୱାର, ଘଣ୍ଟା। ତେଣୁ ଅ ସ୍ପେଲିଂ ଆସିଲା, ତେଣୁ ଏଠି ବସିବ ଆନ୍। ହେଲା। ତାପରେ କହିଲି AR, ଏଟା କହନ୍ତି AR, ଏ ସ୍ପେଲିଂ ଆସିଲା, ତେଣୁ ବସିବ ଆନ୍। ହେୟାର, ହେୟାର ନୁହଁଟା, AR କହନ୍ତି। ଆମେ ପଢ଼ି ଦିଅନ୍ତି ହେୟାର ବୋଲି। HIR, ହେୟାର ମାନେ କ'ଣ? ତୁମର ସମ୍ପତ୍ତି ଯାହା ନାଁରେ ଥିବ ତାକୁ କୁହନ୍ତି ହେୟାର। ଆଉ କିନ୍ତୁ ଆକ୍ଚୁଆଲି ସ୍ପେଲିଂ ହେଲା AR। ବୁଝିପାରିଲ? ହେଲା। ତେଣୁ ସବୁବେଳେ ମନେ ରଖିବ, ଗୋଟେ ଇଂଲିଶରେ ଲେଖି ଦେଉଛି ନୋଟ୍। ଆର୍ଟିକିଲ୍
is always comes for noun ହେଲା but it written କେମିତି ଲେଖା ହୁଏ but it written on the basis of how କିପରି it sound the first letter of the next word ତା ପରବର୍ତ୍ତୀ ଶବ୍ଦର ପ୍ରଥମ ଅକ୍ଷରଟି କେମିତିକା ସାଉଣ୍ଡ କରୁଛି ତାକୁ ନେଇକି ଆମେ ଲେଖିବା କ'ଣ ଏ ଆନ୍ ହେଲା ଯଦି କନସୋନାଣ୍ଟ ସାଉଣ୍ଡ ଆସୁଥିବ ତାହେଲେ ଆମେ କ'ଣ ବସାଇବା ଏ ଯଦି ଭାୱେଲ ସାଉଣ୍ଡ ଆସୁଥିବ ତାହେଲେ କ'ଣ ବସାଇବା ଆନ୍ ବୁଝିପାରିଲ ତାପରେ ଲେଖ ୟୁଜେସ୍ ଅଫ୍ ଏ ଆନ୍ uses of a an ତେଣୁ ଫାଷ୍ଟ ଲେଖ ବହୁତ ଇମ୍ପୋର୍ଟାଣ୍ଟ ଏଗୁଡ଼ା ସବୁ a or an is used ଏମାନେ ବ୍ୟବହାର ହୁଅନ୍ତି in the sense of one ମାନେ ଗୋଟିଏ ଅର୍ଥରେ ଯୋଉଗୁଡ଼ା ଥିବ ଗୋଟିଏ ଅର୍ଥ ଯୋଉଟାକୁ ସୂଚାଉଥିବ ଆମେ ସେ ଜାଗାରେ ଏ କିମ୍ବା ଆନ୍ ୟୁଜ୍ କରିପାରିବା ଏ ଆନ୍ର ବ୍ୟବହାର କରିପାରିବା ତେଣୁ ଦେଖ ଏକ୍ଜାମ୍ପଲ୍ ଦେଲି ରାହୁଲ has a cat ଏଠି କ୍ୟାଟ୍ର କ ସ୍ପେଲିଂ ଆସୁଛି ସେଇଥିପାଇଁ ଏ ବସିଛି ରାହୁଲ ହାଜ୍ ଏ କ୍ୟାଟ୍ ମାନେ କ'ଣ ରାହୁଲର ଗୋଟିଏ ବିଲେଇ ଅଛି କେତେଟା ବିଲେଇ ଅଛି ଗୋଟେ ବିଲେଇ ଯେହେତୁ ଗୋଟିଏ ସୂଚାଇଲା ୱାନ୍ ୱାର୍ଡ଼କୁ ସୂଚାଇଲା ତେଣୁ ସେଠି ଆମେ ଏର ୟୁଜ୍ କଲେ ବୁଝିପାରିଲ ତାପରେ ଲେଖ ହରି ଇଟ୍ ଆନ୍ ଆପଲ୍ ହରି ଗୋଟେ କ'ଣ ଖାଉଛି ଆପଲ୍ ଖାଉଛି ସେଓ ଖାଉଛି ତେଣୁ କେତେଟା ସେଓ ଖାଉଛି ଗୋଟିଏ ସେଓ ଖାଉଛି ସେଥିପାଇଁ ଆମେ ଏଠି ଆନ୍ ବସାଇଲେ ବୁଝିପାରିଲ କି ନାହିଁ ହେଲା ତେଣୁ ତୁମେମାନେ ପ୍ରଥମେ ନିୟମରେ ଜାଣିପାରିଲ ତ ଏ ଆନ୍ ୟୁଜ୍ ଯେକୌଣସି ଗୋଟିଏ ଅର୍ଥରେ ହିଁ ହୁଏ ଯୋଉଟା ଗୋଟିଏ ଜିନିଷକୁ ସୂଚାଉଥିବ ସେଥିରେ ଆମେ ଏ ଆନ୍ ୟୁଜ୍ କରିବା ହେଲା ତାପରେ ସେକେଣ୍ଡ ରୁଲ୍ରେ ଲେଖ ଏ or an used in the sense of some or a certain ହେଲା sense of some or a certain जोटा कि unknown ହେଲା ଏଥିରେ ଗୋଟେ सब पॉइंट करके लेख तुम जानिछ कि फास्ट बुझी नियो तुम मैंने जानिछ कि नाउन पूर्व जेकोसी आर्टिकल आसे हैला किंतु आमे पढ़ी प्रॉपर नाउन पूर्वर कौन सी आर्टिकल यूज हुए नहीं किंतु जदि से प्रॉपर नाउन टी अननोन तुम पाई ताले आमे सेठी आर्टिकल यूज कर परिबा ए सेकंड रूलटा से यही कहूची सो इट लिखि नियो वी कांट यूज any articles
before proper noun but if the proper noun is unknown, then we use articles as per the need। यार ओडिया अर्थ कौन? आमे कौनसी प्रॉपर नाउन पूर्वरु कौनसी आर्टिकल व्यवहार करि परिबा नाही। आमे किंतु केतेबेले व्यवहार करि परिबा गोटे प्रॉपर नाउन पूर्वरु आर्टिकल जदि से प्रॉपर नाउनटा अननोन हेतिबो, अजणा हेतिबो, सर्टन हेतिबो हैला, ताले आमे सेटिरे आर्टिकल यूज करिबा एज पर द नीड। सेठी जहा आवश्यक, जदि सेठी कॉन्सोनेंट साउंड आछियो ताले आमे ए यूज करिबा हैला। आ जदि सेठी भावेल साउंड आछियो ताले आमे आन यूज करिबा हैला। वर्तमान मु लेखुची गोटे एग्जांपल देखो। ए मिस्टर मोहांती wants to talk with you। ए मिस्टर मोहांती wants to talk with you हैला। आ माने कौन देख, ये सिनारियो कौन, घटना कौन। मनकर घरे तुमर बाबा बसुंट है, तुम बापा गोटे फोन आसला है, तुम बाबा जा कहले कि तुमको तुम्हें जाकि फोन टी जा देख किए फोन करी कि तुम्हें फोन उठेल, से कि समय कथा कि से रखीदे। तुम्हें आसी तुम बाबा कौन कह कि किए मिस्टर मोहांती किए ना किए जन कहते मुझे जानी से तुम सहित कथा हाँपाई चाहूले है, यही कह कि नहीं माने मिस्टर मोहांती जन किए से निज ना कहते से तुम सहित कथा हाँपाई चाहूले। तुम्हें जान किए कि तुम बापा जानी, किंतु तुम पाई मिस्टर मोहांती किए अननोन, अजणा। तेणु से क्षेत्र में आमे सेठारे आर्टिकल यूज करिबा। से आर्टिकल किए ना ए, कौन पाई एठी मिस्टर एम वर्ड आसी से आमे ए आर्टिकल यूज करिबा। बुझी परिलो? तापरे आ गोटे एग्जांपल। ए मिस अनन्या wants to see you हैला। मनकर मुझे क्लास करुँची है, मत किए जन देखा करने आसुँच है, मु गोटे पिला कहलु जा देखा जा बाहर देखी आसबू किए के आसला। पिलाटा बाहर गला, सी आसिक मत कौन कह सर अनन्या बोली कि गोटे आसी सी तुमको देखा करने को चाहूँगी। सी जानी किए अनन्या किए, सी बास ता ना कहला कि हाँ मुझे अनन्या मु सारू देखा करने चाहूँगी। तेणु सी कथा आसिक मत कहला सर अनन्या किए जड़े सी आपको देखा करने को चाहूँगी। तापाई अनन्या किए जड़े अजणा लोक, अजणा झील। तेणु से क्षेत्र में कौन कि एठारे ए बसइब। बुझीपार मु कौन कहूँ? तेणु कौन पाई कहीं मिस्टर मोहांती, मिस्टर अनन्या एम कौन सब गोटे प्रॉपर नाउन, नाम को सूचुवा विशेष्य प्रॉपर नाउन। प्रॉपर नाउन पूर्वर केबे भी आर्टिकल बसे नाही, किंतु जदि प्रॉपर नाउन टी आम पाई अजणा अननोन ताहले आमे सेठी आर्टिकल यूज करि परिबा। तार कथा होची एतिकी। बुझी परिलो? तापरे तृतीय रूल को चलो। तृतीय नियम कौन कहूची? आर्टिकल्स आर यूज्ड इन द
सेंस ऑफ एनी एनी माने कौनसी कौनसी एनी अर्थरे भी आमे आर्टिकल यूज करंती एग्जांपल देखो ही डिड नॉट गिव मी ए चॉकलेट आ माने तुम अर्थ कौन बुझुछ से मते गोटे चॉकलेट देला नहीं ना एक्चुअली यार अर्थ सेया नुहे एठी ए जो वर्डटा बसिची को मीनिंग सेंस रे बसिची एनी मीनिंग सेंस रे से मते कोनोसी चॉकलेट देला नहीं बुझी पारला तो एइटा होची एकेडमिक्स इंग्लिश रे फरक ही डिड नॉट गिव मी ए चॉकलेट एठी ए जो वर्ड लागिची आर्टिकलटा एटा वन सेंस को सूचौनी गोटे अर्थ को सूचौनी कोनोसी से मते कोनोसी चॉकलेट देला नहीं एटा एनी सेंस को सूचौची हैला तापरे आ गोटे देखो सी डज नॉट लाइक टू रीड स्टोरी बुक ए स्टोरी बुक आ माने कौन से गोटे स्टोरी बुक पढ़ा को भल पाए नहीं स्टोरी बुक माने कौन गल्प बही जो गप थाए गल्प बही पढ़ा को से गोटे भल लगे ना कौन एनी ए सेंसटा एनी की ही सूचौची से कौनसी गल्प बही पढ़ा को भल पाए नहीं बुझिपार तेणु ए सेंस ए जो आर्टिकल किंबा आन जो आर्टिकल एमाने बेले बेले वन सेंस को सूचाती गोटे को आउ बेले बेले एनी सेंस को भी सूचाती कौनसी बुझिपार तापरे फोर्थ रूल यूज्ड से आर्टिकल यूज्ड चलिबो हम लिखुची यूज्ड फॉर द सेंस ऑफ each or every आ माने पर मैं पर वार्डटा तुम मैथमेटिक्स रे भल पढ़ो गणित रे पर लिख देछि मुझे पर विषय बेसी किसी कहूनी इच एंड एव्री कथा कहूँ इच एंड एव्री केस रे भी आम ए अन आर्टिकल यूज करि परिबा केमिति देख आई गो टू टेम्पल once a week I go to temple once a week माने कौन मु गोटे सप्ताह रे मंदिर जाए एया ता मीनिंग की सेया नुहे एठी जो ए लिखा जाइछि ए माने कौन इच बा प्रति हैला आ माने कौन मु प्रति सप्ताह रे मंदिर जाए बुझी पारिल आ माने मु प्रति सप्ताह रे मंदिर जाए एठी जो ए लिखाई ता माने नुह कि तुम गोटे सप्ताह रे मंदिर जाओ ना ए सप्ताह रे मंदिर जाओ तापर सप्ताह रे थरिया मंदिर जीवो तापर सप्ताह रे थरे मंदिर जीवो एमती कि लागी रहिबो कोन प्रति सप्ताह रे थरिया तुम जीवो हला एठी नुह कि वांस माने कोन थरिया जाओ ए माने नुह कि गोटे वीक गोटे सप्ताह रे नुह प्रति सप्ताह हैला तापरे आ गुड एग्जांपल he earns 5,000 a month माने कौन से आर्न से रोजगार करे 5,000 5,000 ए मंथ गोटे मासरे से गोटे मासरे 5,000 रोजगार करे आ मीनिंग कौन से ना एठी माने कौन प्रति तेणु आर मीनिंग कौन मु प्रति मासरे 5,000
ରୋଜଗାର କରେ, ରୋଜଗାର କରେ। ବୁଝିପାରିଲ? ତେଣୁ ମାନେ କ'ଣ? ମୁଁ ପ୍ରତି ମାସରେ 5,000 ରୋଜଗାର କରେ। ତାମାନେ ଏଇ ମାସରେ 5,000, ତାପର ମାସରେ 5,000, ପୁଣି ତାନେ ପରବର୍ତ୍ତୀ ମାସରେ 5,000 ହେଲା, ନା କି କେବଳ ଗୋଟିଏ ମାସରେ 5,000। ବୁଝିପାରିଲ? ଚତୁର୍ଥ ନିୟମଟି ଆମେ ଇଚ୍ ଆଉ ଏଭ୍ରି କେସ୍ରେ ବି ଆମେ ଏ ଆଉ ଅନ୍ ଆର୍ଟିକଲ୍ର ୟୁଜ୍ କରିପାରିବା। ହେଲା, ତାପରେ ଲେଖ 5ରେ used for the sense of class or representation ହେଲା। ମାନେ କ'ଣ? ଯେକୌଣସି ଗୋଟେ ଶ୍ରେଣୀ କି ସୂଚଉଥିବ, ଯେକୌଣସି ଗୋଟେ ଶ୍ରେଣୀ କିମ୍ବା ଜାତିକୁ ସୂଚଉଥିବ, ତାହେଲେ ସେ କେସ୍ରେ ବି ଆମେ ଆର୍ଟିକଲ୍ ୟୁଜ୍ କରିପାରିବା। କେମିତି ୟୁଜ୍ କରିବା? ଦେଖ, ଏ ଡଗ୍ ଇଜ୍ ଏ ଫେଥଫୁଲ୍ ଆନିମଲ୍। ମୁଁ ଏଠି ଲେଖିଲି ଏ ଡଗ୍ ଇଜ୍ ଏ ଫେଥଫୁଲ୍ ଆନିମଲ୍। ମାନେ କ'ଣ? କୁକୁର ଗୋଟିଏ ବିଶ୍ୱସ୍ତ ପ୍ରାଣୀ। ମୁଁ ଏଠି ଯେଉଁ କୁକୁର କହିଲି, କ'ଣ ଗୋଟେ କୁକୁର କଥା କହିଛି? ମୁଁ ଏଠି ଗୋଟେ କୁକୁର କଥା କହିନି, ପୁରା କୁକୁର ଜାତିକି ମୁଁ ସୂଚେଇଛି। ଏଠି ଡଗ୍ ମାନେ ପୁରା ତାଙ୍କ ଜାତିକୁ, କୁକୁର ଜାତିକୁ ହିଁ ସମସ୍ତଙ୍କୁ ମୁଁ କହୁଛି କି ଏ ଡଗ୍ ଇଜ୍ ଏ ଫେଥଫୁଲ୍ ଆନିମଲ୍। ଯେହେତୁ ଡଗ୍ ଏଠି ଗୋଟେ ଜାତି ସୂଚଉଛି, ସେଥିପାଇଁ ଆମେ ସେଠି ଏ ଆର୍ଟିକଲ୍ ୟୁଜ୍ କରୁଛନ୍ତି। ଏଠି ଏ ଜାଗାରେ ଆନ୍ କ'ଣ ପାଇଁ ୟୁଜ୍ କରୁନାହାନ୍ତି ସେଇଟା ତୁମେ ଜାଣିଛ। ଏ ଆନ୍ ୟୁଜ୍ କେମିତି ହୁଏ? କାହିଁକିନା ଏଠି ସାଉଣ୍ଡ ଆସୁଛି, ତେଣୁ କନସୋନାଣ୍ଟ ସାଉଣ୍ଡ, ସେଥିପାଇଁ ଏ ୟୁଜ୍ କରୁଛନ୍ତି। ହେଲା, ତାପରେ ଏକ୍ଜାମ୍ପଲ୍, ଏ ଷ୍ଟୁଡେଣ୍ଟ should be obedient। ଓବିଡିଏଣ୍ଟ ମାନେ କ'ଣ? ଆଜ୍ଞାଧୀନ, ଯେଉଁମାନେ କଥା ମାନନ୍ତି। ତେଣୁ ଛାତ୍ରମାନେ କଥା ମାନିବା ଜରୁରୀ। ଏଠି ଯେଉଁ ଛାତ୍ର କଥା କହୁଛି, କ'ଣ ମୁଁ ଜଣଙ୍କୁ କଥା କହୁଛି? ସମସ୍ତଙ୍କୁ କହୁଛି। ପୁରା ଷ୍ଟୁଡେଣ୍ଟ, ଛାତ୍ର ହେଉ କି ଛାତ୍ରୀ ହେଉ, ତାଙ୍କ ଶ୍ରେଣୀଟାକୁ ମୁଁ କହୁଛି। ସେଥିପାଇଁ ଆମେ ସେଠି ଏ ଆର୍ଟିକଲ୍ ୟୁଜ୍ କଲେ। ବୁଝିପାରିଲ? ତାପରେ 6ରେ ଲେଖ used before a single countable ରେ ଲେଖ used before singular countable noun। used before singular countable noun, ଯେଉଁ ଜିନିଷକୁ ଆମେ ଗଣି ପାରୁଥିବା ସେଇ ଟାଇପ୍ର ଜିନିଷ ହେଲା। କାଉଣ୍ଟେବୁଲ୍ ନାଉନ୍, ଅନକାଉଣ୍ଟେବୁଲ୍ ନାଉନ୍ ଅଛି। କାଉଣ୍ଟେବୁଲ୍ ନାଉନ୍ କିଏ? ତୁମେ ଜାଣିଛ। ତୁମେ ଟେବୁଲ୍ ଗଣିପାରିବ, ପେନ୍ ଗଣିପାରିବ, ହେଲା, ଆପଲ୍ ଗଣିପାରିବ, କିନ୍ତୁ ତୁମକୁ କହିବି ଚିନି ଗଣିବା ପାଇଁ ଗଣିପାରିବ? ଚା ଦାନା ଏସବୁ ଗଣିପାରିବ? ନ। ସୋ ବେଶୀ ଯାଉନି ଭିତରକୁ, ମୁଁ ଡିଟେଲ୍ସ ସେଇଟା ଅଲଗା କ୍ଲାସ୍ରେ ହିଁ ପଢ଼େଇବି। କାହିଁକିନା ତାକୁ ପଢ଼େଇଲେ ଏବେ ଏ ଆର୍ଟିକଲ୍ କ୍ଲାସ୍ ବହୁତ ଲଙ୍ଗ୍ ହେଇଯିବ, ହେଲା, ବହୁତ ବଡ଼ ହେଇଯିବ। ସେଥିପାଇଁ ମୁଁ ଏକ୍ଜାମ୍ପଲ୍ ଦେଲି, ଆଇ ନିଡ୍ ଏ କପ୍ ଅଫ୍ ଟି। ମୁଁ ଗୋଟେ କପ୍ ଚାହା ଆବଶ୍ୟକ କରୁଛି। ମାନେ କେତେଟା କପ୍? ଗୋଟେ କପ୍। ଯଦି 2ଟା କପ୍ ହେଇଥାନ୍ତା, 2ଟା ମାଗିଥାନ୍ତା, 3ଟା କପ୍ ହେଇଥିଲେ 3ଟା ମାଗିଥାନ୍ତା। ଯେହେତୁ ସିଙ୍ଗୁଲାର, ଗୋଟିଏ କପ୍ ଦରକାର ତାକୁ, ସେଥିପାଇଁ ଆମେ ଏ ଆନ୍ ୟୁଜ୍ କରନ୍ତି। ଯଦି ତାକୁ 2 କପ୍ ୟୁଜ୍ କରିଥାନ୍ତେ, ତାହେଲେ ଆମେ ଏ ଆନ୍ ୟୁଜ୍ କରିନଥାନ୍ତେ, କାହିଁକିନା ସେଇଟା ପ୍ଲୁରାଲ୍ ହେଇଯାଇଥାନ୍ତା। ଆମେ ସିଙ୍ଗୁଲାର କାଉଣ୍ଟେବୁଲ୍ ନାଉନ୍, ଯେଉଁଟା ଗଣି ପାରୁଥିବା ଆଉ ସିଙ୍ଗୁଲାର ଗୋଟିଏ ହେଇଥିବ, ଆମେ ସେଇ
ସର୍ତ୍ତରେ ଆମେ ବାକ୍ୟରେ କ'ଣ ଏ ଆନ୍ ଆର୍ଟିକିଲର ବ୍ୟବହାର କରିବା। ହେଲା, ବୁଝିପାରିଲ? ତାପରେ ହି ଏଟ୍ ଆନ୍ ଆପଲ୍, ମାନେ କ'ଣ? ସିଏ ଗୋଟିଏ ସେଉ ଖାଇଲା। ଯଦି ସେଠି ସେ ଦୁଇଟା ସେଉ ଖାଇଥାନ୍ତା ଆମେ ସେଠି ଏ ଆନ୍ ୟୁଜ୍ କରିନଥାନ୍ତେ, କାହିଁକିନା ସେଟା ପ୍ଲୁରାଲ୍ ହେଇଗଲା। ଆମର କଣ୍ଡିସନ୍ ଅଛି ଏ ଆନ୍ କେଉଁଠି ୟୁଜ୍ ହେବ? ସିଙ୍ଗୁଲାର ଆଉ କାଉଣ୍ଟେବୁଲ୍ ନାଉନ୍ ହେଇଥିବା ଦରକାର। ବୁଝିପାରିଲ? ଠିକ୍ ଅଛି। ତାପରେ 7 ନମ୍ବରରୁ ଲେଖ ଇମ୍ପୋର୍ଟାଣ୍ଟ। When a singular countable noun is used first time in a sentence, a or an used according to need। ହେଲା, ଏତିକିର ମାନେ ବୁଝ। ଯେତେବେଳେ ଆମେ ଗୋଟେ ସିଙ୍ଗୁଲାର କାଉଣ୍ଟେବୁଲ୍ ନାଉନ୍ ପ୍ରଥମ ଥର ପାଇଁ ବ୍ୟବହାର କରନ୍ତି ଗୋଟେ ବାକ୍ୟରେ, ସେଥିରେ ଆମେ ଏ ଆଉ ଆନ୍ ଆର୍ଟିକିଲ୍ ୟୁଜ୍ କରନ୍ତି ଆକର୍ଡ଼ିଂ ଟୁ ଦ ନିଡ୍, ଆବଶ୍ୟକ ଅନୁସାରେ। ଆବଶ୍ୟକ ଅନୁସାରେ ମାନେ କ'ଣ? ଯଦି ସେଥିରେ ଭାୱେଲ୍ ସାଉଣ୍ଡ ଆସୁଥିବ ତାହେଲେ ଆମେ ଆନ୍ ୟୁଜ୍ କରିବା, ଯଦି କନସୋନାଣ୍ଟ ସାଉଣ୍ଡ ଆସୁଥିବ ତାହେଲେ ଏ ୟୁଜ୍ କରିବା। ତେଣୁ ଏ ଆଉ ଆନ୍ ୟୁଜ୍ କରିବା ଆକର୍ଡ଼ିଂ ଟୁ ଦ ନିଡ୍, ମାନେ ଆବଶ୍ୟକ ଅନୁସାରେ। ମାନେ ଯଦି ସେଥିରେ ଭାୱେଲ୍ ସାଉଣ୍ଡ ଆସୁଛି ତାହେଲେ ଆମେ ସେଠି ଏ ଆନ୍ର ୟୁଜ୍ କରିବା, ଯଦି ସେଥିରେ କନସୋନାଣ୍ଟ ସାଉଣ୍ଡ ଆସୁଛି, ବ୍ୟଞ୍ଜନ ବର୍ଣ୍ଣର ସାଉଣ୍ଡ ଆସୁଛି, ତାହେଲେ ଆମେ ସେଥିରେ ଏ ଆର୍ଟିକିଲର ୟୁଜ୍ କରିବା, ଯେଉଁଟାକି ଆମେ କିଛି ସମୟ ପୂର୍ବରୁ ପଢ଼ିଲେ। ଆଉ ସିଙ୍ଗୁଲାର କାଉଣ୍ଟେବୁଲ୍ ନାଉନ୍ ଥିବା ଦରକାର, ଯେଉଁଟାକି ଆମେ ଜଷ୍ଟ ପଛ ରୁଲ୍ରେ ବୋଧେ ପଢ଼ିଲେ। ହଁ, ଏଇଟା 6 ନମ୍ବର ରୁଲ୍ରେ। ବୁଝିପାରିଲ? କିନ୍ତୁ ସେଥିରେ ଟିକେ ଏକ୍ସେପସନ୍ ଥାଏ। କ'ଣ ଥାଏ? ତାପରେ ଲେଖ, ବଟ୍ when the same singular countable noun is repeated in the sentence, the is used। ଇଏ କି କଥା? ମାନେ କ'ଣ? ଯଦି ସେଇ ସିଙ୍ଗୁଲାର କାଉଣ୍ଟେବୁଲ୍ ନାଉନ୍ଟା ପୁନର୍ବାର ବ୍ୟବହାର ହୁଏ ସେ ବାକ୍ୟରେ, ତେବେ ଆମେ ସେଠି ଦ ଆର୍ଟିକିଲ୍ ୟୁଜ୍ କରିବା। ଯଦି ମୂଳରୁ କହିଦେଉଛି, ଯଦି ସିଙ୍ଗୁଲାର କାଉଣ୍ଟେବୁଲ୍ ନାଉନ୍ ପ୍ରଥମ ଥର ପାଇଁ ଗୋଟେ ବାକ୍ୟରେ ବ୍ୟବହୃତ ହୋଇଥିବ, ତେବେ ଆମେ ସେଥିରେ ଏ ଆନ୍ ୟୁଜ୍ କରିବା ଆବଶ୍ୟକ ଅନୁସାରେ। ଆବଶ୍ୟକ ଅନୁସାରେ ମାନେ ଯଦି ସେ ୱାର୍ଡ଼ର ପ୍ରଥମ ଲେଟର୍ ଯଦି ଭାୱେଲ୍ ସାଉଣ୍ଡ, ସ୍ୱରବର୍ଣ୍ଣର ଶବ୍ଦ ଦେଉଥିବ, ତାହେଲେ ଆମେ ସେଥିରେ ଆନ୍ ୟୁଜ୍ କରିବା। ଯଦି କନସୋନାଣ୍ଟ ସାଉଣ୍ଡ, ବ୍ୟଞ୍ଜନ ବର୍ଣ୍ଣର ସାଉଣ୍ଡ ଆସୁଥିବ, ତାହେଲେ ଆମେ ସେଠି ଏ ୟୁଜ୍ କରିବା। କିନ୍ତୁ ଯଦି ସେଇ ସମାନ ସିଙ୍ଗୁଲାର କାଉଣ୍ଟେବୁଲ୍ ନାଉନ୍ ଯଦି ପୁନର୍ବାର ଆସିଥାଏ ବାକ୍ୟରେ, ତାହେଲେ ଆମେ ସେଠି ଦ ୟୁଜ୍ କରିବା। କେମିତି ୟୁଜ୍ ହୁଏ ଦେଖ ଏକ୍ସାମ୍ପଲରେ। ହରି, ଏକ୍ସାମ୍ପଲରେ ଲେଖ, ହରି found a dog on the street. The dog seemed
ଭେରି ହଙ୍ଗରି। ହରି ରାସ୍ତାରେ ଗୋଟେ କୁକୁରକୁ ପାଇଲା, ଆଉ ସେ କୁକୁରଟି ବହୁତ ଭୋକିଲା ଜଣାପଡ଼ୁଥିଲା। ହରି କାହାକୁ ପାଇଲା? ପ୍ରଥମେ ଦେଖ, ଡଗ୍, କୁକୁରକୁ। କେତେଟା କୁକୁରକୁ ପାଇଲା? ସେ ଗୋଟିଏ କୁକୁରକୁ ପାଇଲା। ଯେହେତୁ ଡଗ୍ ଗୋଟେ ହେଲା କ'ଣ? ସିଙ୍ଗୁଲାର କାଉଣ୍ଟେବଲ୍ ନାଉନ୍, ତେଣୁ ଆମେ ସେଥିରେ ଏ ୟୁଜ୍ କଲେ, ଯେହେତୁ ଏଥିରେ ଡ ସାଉଣ୍ଡ ଆସୁଛି, ଡଗ୍ରୁ ଡ ସାଉଣ୍ଡ ଆସୁଛି, ଭାୱେଲ୍ ସାଉଣ୍ଡ ଆସୁନି, ସେଥିପାଇଁ ଏ ୟୁଜ୍ କଲେ। କିନ୍ତୁ ଦେଖ ପରବର୍ତ୍ତୀ ବାକ୍ୟରେ ପୁଣି ସେଇ ଡଗ୍ ୱାର୍ଡଟି ୟୁଜ୍ ହେଇଛି। ସେ ଡଗ୍ଟି କ'ଣ? ସିଙ୍ଗୁଲାର କାଉଣ୍ଟେବଲ୍ ନାଉନ୍। ଯେତେବେଳେ ସିଏ ପୁନର୍ବାର ଗୋଟେ ବାକ୍ୟରେ ବ୍ୟବହୃତ ହେଲା, ତେବେ ଆମେ ସେଠି ଦ ଆର୍ଟିକିଲ୍ ୟୁଜ୍ କଲେ। ବୁଝିଲ? ପ୍ରଥମ ଥର ପାଇଁ ଯେତେବେଳେ ସିଙ୍ଗୁଲାର କାଉଣ୍ଟେବଲ୍ ନାଉନ୍ଟି ବାକ୍ୟରେ ବ୍ୟବହୃତ ହେଲା, ଆମେ ସେଇ ଅନୁସାରେ ଏ ଆନ୍ ବସେଇଲେ, ଏ ଜାଗାରେ ଏ ବସେଇଲେ। କିନ୍ତୁ ଯେତେବେଳେ ଦ୍ୱିତୀୟ ଥର ପାଇଁ ସେ ରିପିଟ୍ ହେଲା, ତେବେ ଆମେ ସେଠି ଦ ଆର୍ଟିକିଲ୍ ୟୁଜ୍ କଲେ। ବୁଝିପାରିଲ? ତାପରେ ସେକେଣ୍ଡ ସେଣ୍ଟେନ୍ସ, ହି wear a branded jeans। ହେଲା, ସେ ଗୋଟେ ବ୍ରାଣ୍ଡେଡ୍ ଜିନ୍ସ ପ୍ୟାଣ୍ଟ ପିନ୍ଧୁଛି। ଦ ଜିନ୍ସ ଇଜ୍ ଭେରି କଷ୍ଟଲି, ବହୁତ ଦାମିକିଆ। ପ୍ରଥମ ଥରେ ସେ କ'ଣ ପିନ୍ଧିଛି? ଗୋଟେ ବ୍ରାଣ୍ଡେଡ୍ ଜିନ୍ସ, ଗୋଟିଏ ବ୍ରାଣ୍ଡେଡ୍ ଜିନ୍ସ ପିନ୍ଧିଛି। ସେଥିପାଇଁ ସିଙ୍ଗୁଲାର କାଉଣ୍ଟେବଲ୍ ନାଉନ୍ ଯେହେତୁ ଆମେ ସେଠି ଏ ୟୁଜ୍ କଲେ। କିନ୍ତୁ ଦ୍ୱିତୀୟ ଥର ପାଇଁ ସେଇ ଜିନ୍ସ ଆମେ ୟୁଜ୍ କରିଛନ୍ତି, ସେଥିପାଇଁ ଆମେ ଦ ଆର୍ଟିକିଲ୍ ୟୁଜ୍ କଲେ। ହେଲା, ତାପରେ ଦେଖ ଆଉ ଗୋଟେ ଏକ୍ସାମ୍ପଲ୍, yesterday I saw a man came to me। The man was terrified। ଆମେ ନା କ'ଣ? ଗତକାଲି ମୋ ପାଖକୁ ଗୋଟିଏ ଲୋକ ଆସିଥିଲା। କିଏ ଆସିଥିଲା? ଗୋଟିଏ ଲୋକ ଆସିଥିଲା। ସେଥିପାଇଁ ଆମେ ଏ ଆର୍ଟିକିଲ୍ ୟୁଜ୍ କଲେ। ପୁଣି ସେଇ ଲୋକଟି ବହୁତ ଭୟଭୀତ ଥିଲା କିମ୍ବା ଡରିଥିଲା, ଭୟଭୀତ ଥିଲା। ତେଣୁ ଯେହେତୁ ସେଇ ମ୍ୟାନ୍କୁ ଆମେ ସେକେଣ୍ଡ ଟାଇମ୍ ୟୁଜ୍ କଲେ, ପୁନର୍ବାର ରିପିଟ୍ କଲେ, ଆମେ ଦ ଆର୍ଟିକିଲ୍ର ୟୁଜ୍ କଲେ। ବୁଝିପାରିଲ ମୁଁ କ'ଣ କହିବାକୁ ଚାହୁଁଛି? ଓକେ, ଭେରି ଗୁଡ୍। ତାପରେ ନେକ୍ସଟ ରୁଲ୍ ଲେଖ 8 ନମ୍ବରରେ, used before units or counting expression। କାଉଣ୍ଟିଂ ଏକ୍ସପ୍ରେସନ୍, ଯେଉଁଟାକୁ ଯେଉଁ ୟୁନିଟ୍କି ଆମେ ଗଣି ପାରନ୍ତି, ସେଇ କେସ୍ରେ ଆମେ କ'ଣ କରିବା କି ଏ କି ଅନ୍ ଆର୍ଟିକିଲ୍ର ୟୁଜ୍ କରିବା। ଯେମିତିକି ମୁଁ କହିଲି, ଦେଖ 12 ବାନାନା, এটা କ'ଣ ପ୍ଲୁରାଲ୍ ନା ସିଙ୍ଗୁଲାର? ପ୍ଲୁରାଲ୍, ସମସ୍ତେ ଜାଣିଛନ୍ତି ପ୍ଲୁରାଲ୍, ବହୁ ବଚନ। କାହିଁକିନା 12ଟା। ଏଠି ଆମେ ଏ ଆନ୍ ୟୁଜ୍ କରିପାରିବା କି ଏ କ୍ଷେତ୍ରରେ? କାହିଁକିନା ଏ ଆନ୍ ସବୁବେଳେ ସିଙ୍ଗୁଲାର କାଉଣ୍ଟେବଲ୍ ନାଉନ୍କୁ ସୂଚାଏ, ତେଣୁ ଏ ଆନ୍ର ବ୍ୟବହାର କରିପାରିବାନି। ଆମେ 12ଟା ବାନାନା, 12ଟା କଦଳୀକି ଆମେ କ'ଣ କହନ୍ତି? 1 ଡଜନ୍ କହନ୍ତିନି, ଗୋଟେ ଡଜନ୍ କଦଳୀ ଦେଲୁ, ସେଟାକୁ 1 ଡଜନ୍ ଆମେ କହନ୍ତି। କିନ୍ତୁ ଏ 1 ଡଜନ୍ ଯେଉଁ ଲେଖିଲି କି ଡଜନ୍ ଲେଖିଲି, ଏ କ୍ଷେତ୍ରରେ ଆମେ ଏ ୟୁଜ୍ କରିପାରିବା, କାହିଁକିନା 1 କେସ୍ରେ ଏ, ଡଜନ୍ ରହିଲା।
ବୁଝିପାରିଲ? ତୁମ ପାଖରେ ଗୋଟେ 1000 ଟଙ୍କିଆ ଅଛି ହେଲା, 1000 ଟଙ୍କିଆ ମିନ୍ସ 1000। ଏସବୁ ଲେଖନି, ମୁଁ ତୁମକୁ ଜଷ୍ଟ ଏକ୍ଜାମ୍ପଲ୍ 1000 ଅଛି ଗୋଟିଏ ନୋଟ୍, ତାହେଲେ ତୁମେ ସେଟା କ'ଣ କହିବ? ଏ 1000 ରୁପି। ଗୋଟିଏ 100 ଟଙ୍କିଆ ଅଛି, ଏ 100। ସେଟା ମେ ବି ଟଙ୍କାଟେ ମିଶିକି 100 ଟଙ୍କା ହେଇକି ସେ ହଉ, କିନ୍ତୁ ତୁମ ଭିତରେ ଗୋଟିଏ ନୋଟ୍ ବାଲା, ନୋଟ୍ ଯେଉଁ କଥା କହୁଛି 100 ଟଙ୍କିଆ ଅଛି, ସେଥିରେ ଆମେ ଏ 100 କହିପାରିବା ହେଲା। ତାପରେ କିଲୋଗ୍ରାମ, ଗୋଟେ କିଲୋଗ୍ରାମ କହିପାରିବା, ସେଟା 1000 କେଜି ହେଇଥାଉ, ଏ କିଲୋଗ୍ରାମ, ଏ କେଜି କହିପାରିବା ହେଲା। ତେଣୁ କିଛି କିଛି କାଉଣ୍ଟିଂ ଏକ୍ସପ୍ରେସନ୍ ଯେଉଁଗୁଡ଼ାକୁ ଆମେ ୟୁନିଟ୍ ଭାବରେ, ଏକକ ଭାବରେ ନିଅନ୍ତି, ଆମେ ସେ କ୍ଷେତ୍ରରେ କ'ଣ କରିପାରିବା କି ଏ ଆନ୍ ଆର୍ଟିକଲ୍ ୟୁଜ୍ କରିପାରିବା। ବୁଝିପାରିଲ? କେଉଁଠି କେଉଁଠି ୟୁଜ୍ କରିପାରିବା ଲେଖ ଫାଷ୍ଟ। ଏ ଡଜନ୍, ଏ 100, ଏ 1000, ए मिलियन, ए किलो। मते कमेंट सेक्शन रे मेसेज करिवो कि ए मिलियन, मिलियन माने केते, एक रे केतरा सुनदेले मिलियन हबो, कमेंट सेक्शन रे मते जणाइबो हला। एग्जांपल लिखुची, आई हैव ए डजन बनानास। एटा कोन डजन लागिजी, डजन हला गोटिए सिंगुलर को सुचेला, सेति पई ए बसिला गोटे यूनिट को हला। ही हैज 1000 रुपीज। एटा ठीक अछि नै? सेंटेंस टी ठीक अछि? भूल अछि, जेहेतु 1000 लागिजी सेठी कोन लागिवो? ए लागिवो, काहे ना गोटिए 1000, गोटिए 1000 टंकिया नोट ता पाखरे अछि, सेति पई ए आर्टिकल आमे यूज करिबा। बुझी परिलो? तापरे नेक्स्ट 8 नंबर इम्पोर्टेंट, when a proper noun considered as common noun, तेणु आ माने कौन? मैंने प्रॉपर नाउन माने नामवाचक विशेष्य, जेते बेले कन्सिडर माने कौन? गणा जीवा, जेते बेले कॉमन नाउन ने गणा जाए जातिवाचक विशेष्य रे हैला, सेई टाइम रे भी आमे आर्टिकल ला यूज करंती। को आर्टिकल ना ए और आन। तेणु देखो, तेणु गोटे प्रॉपर नाउन जेते बेले गोटे कॉमन नाउन परिका गणा जीवो, ताहाले आमे सेठी आर्टिकल भी यूज करबा। ताले केमितिका देखो, मन करो तुम एरिया रे के गोटे पिलाटे अछि हैला, से पूरा तार पछ साइड को पूरा चुटी छाड़ी हैला, हाथ दी साइड की खोली पूरा डिजाइन ने शाहरुख खान भलिया पूरा डिजाइन स्टाइल मारुची हैला, आउ भल कौन लुंगी डांस ही बढ़िया करछि, ता माने कौन कहबो कि ए पिलाटा पूरा शाहरुख खान भलिया हैला। ताले सेई टर्म रे आमे इंग्लिश रे कौन लिखंदी? शाहरुख खान, ओके, यू आर ए शाहरुख खान माने कौन? ए एक्टर लाइक, आ माने कौन? ए एक्टर लाइक शाहरुख खान माने डिटो तार जेमती डिजाइन, शाहरुख खान जेमती डिजाइन, ए पिलाटार भी सेमती डिजाइन स्टाइल मेंटेनेंस हैला। आ माने कौन? शाहरुख खान गोटे कौन? एक्चुअली गोटे प्रॉपर नाउन, किंतु प्रॉपर नाउन को आमे एटी कॉमन नाउन भलिया गणिले कि नहीं
ନା ସିଏ ତା ଭଳି ଦେଖାଯାଉଛି। ତେଣୁ ଯେତେବେଳେ ପ୍ରପର ନାଉନକୁ କମନ୍ ନାଉନ୍ ଟାଇପ୍ର ଗଣିଲେ ତାହେଲେ ଆମେ ସେଠି ଆର୍ଟିକିଲରେ ୟୁଜ୍ କରିବା। କ'ଣ ୟୁଜ୍ କଲେ? ଏ। ଆଉ ସେମିତି ଆଉ ଗୋଟେ ପିଲାମାନଙ୍କର ଚାଲୁଛି, ସିଏ ପୁରା ଧୋନି ଭଳି, MS ଧୋନି ଭଳି ପୁରା ତାର ବ୍ୟାଟିଂ ଷ୍ଟାଇଲ୍ ଯେମିତି, ପଛକୁ ଚୁଟି ଛାଡ଼ିଛି, ଡିଜାଇନ୍ ସେମିତି, ପୁରା ଦେଖିବାକୁ ଆପିୟରାନ୍ସ ତାର ସେମିତି, ଲୁକ୍ ଦେଖିବାକୁ। ତାମାନେ କ'ଣ? ଆରେ ଇଏ ପୁରା ଧୋନି ଭଳି ଦେଖାଯାଉଛି ହେଲା। ତାହେଲେ ସେଠି କ'ଣ ଲେଖିବ କି? ହି ଇଜ୍ ଏ MS ଧୋନି। ଆ ମାନେ କ'ଣ? ସିଏ ଧୋନି, MS ଧୋନି କି ସେ ତା ପରିକା ଦେଖାଯାଉଛି। ଏ କ୍ରିକେଟର ଲାଇକ୍ MS ଧୋନି, ସେ ତା ପରିକା ଦେଖାଯାଉଛି। ତା ମାନେ ନୁହେଁ କି ସିଏ MS ଧୋନି। MS ଧୋନି ଜଣିଏ, ସେ ହେଲା ପ୍ରପର ନାଉନ୍। କିନ୍ତୁ ଏଇ ପ୍ରପର ନାଉନ୍କୁ ଆମେ କେମିତିକା ଗଣୁଛନ୍ତି? କମନ୍ ନାଉନ୍ ପରିକା। ସେ MS ଧୋନି ଭଳି ଦେଖାଯାଉଛି। ତେଣୁ ସେଇ କ୍ଷେତ୍ରରେ ଆମେ ଆର୍ଟିକିଲରେ ୟୁଜ୍ କରିବା। କେଉଁ ଆର୍ଟିକିଲ ୟୁଜ୍ କଲେ? ଏ। ଏଠି ଆନ୍ ୟୁଜ୍ କରିବା। MS ଏମ୍ ଲାଗୁଛି, ତେଣୁ ଆନ୍ ଆର୍ଟିକିଲ ଆମେ ୟୁଜ୍ କରିବା। ବୁଝିପାରିଲ? ତେଣୁ ତା ପରବର୍ତ୍ତୀ ରୁଲ୍, ଏଇଟା କେତେ ନମ୍ବର ରୁଲ୍ ହେଲା? 9 ନମ୍ବର ରୁଲ୍। 10 ନମ୍ବରରେ ଲେଖ। ତେଣୁ 10 ନମ୍ବର ରୁଲ୍ରେ ଲେଖ, ବିଫୋର୍ ଦ ଭର୍ବ used as noun, ଯେଉଁ ଭର୍ବ ନାଉନ୍ ରୂପରେ ବି ବିବେଚନା ହେଉଥିବ, ନାଉନ୍ ଭାବରେ ବ୍ୟବହୃତ ହେଉଥିବ, ତା ପୂର୍ବରୁ ବି ଏ ଆଉ ଆନ୍ ଆର୍ଟିକିଲର ୟୁଜ୍ ହେବ। ଯେମିତିକି ମୁଁ ଏକ୍ଜାମ୍ପଲ୍ ଦେଉଛି, ଫର୍ ଏ ୱାକ୍, ଫର୍ ଏ ଟକ୍, ଟେକ୍ ଏ ରେଷ୍ଟ, ଫର୍ ଏ ଡ୍ରାଇଭ୍, ଫର୍ ଏ ଭିଜିଟ୍। ଦେଖ ଏମାନଙ୍କର ମାନେ ସବୁ ଦେଖ। ୱାକ୍ ମାନେ କ'ଣ? ଚାଲିବା। ଟକ୍ ମାନେ କହିବା। ରେଷ୍ଟ ମାନେ ଶୋଇବା। ଡ୍ରାଇଭ୍ ମାନେ ଚଲେଇବା। ଭିଜିଟ୍ ମାନେ ପରିଦର୍ଶନ କରିବା। ଏଗୁଡ଼ିକ କ'ଣ ସବୁ? ଗୋଟେ ଭର୍ବ। ଭର୍ବ କି ନାହିଁ? ଜାଣିପାରୁଛ? କିନ୍ତୁ ଏମାନେ ବି ନାଉନ୍ ରୂପରେ ବ୍ୟବହୃତ ହୁଅନ୍ତି। କେମିତିକା? ଦେଖ ଏଠି କେଉଁ ୱାର୍ଡ଼ ଅଛି? ଫର୍। ଫର୍ଟା ଗୋଟେ କ'ଣ? ପ୍ରେପୋଜିସନ୍। ଫର୍ଟା ହେଉଛି ଗୋଟେ ପ୍ରେପୋଜିସନ୍। ଏଠି ବି ଫର୍ ଗୋଟେ ପ୍ରେପୋଜିସନ୍, ଏଠି ବି ଫର୍ ଗୋଟେ ପ୍ରେପୋଜିସନ୍, ଏଠି ବି ଫର୍ ଗୋଟେ ପ୍ରେପୋଜିସନ୍। ତେଣୁ ତୁମେ ଜାଣିଛ ପ୍ରେପୋଜିସନ୍ ପରେ ଡାଇରେକ୍ଟଲି କିଏ ଆସେ? ଅବଜେକ୍ଟ। ଅବଜେକ୍ଟ କ୍ଲାସ୍ରେ ତୁମେ ପଢ଼ିଛ। ଭର୍ବ ଅବଜେକ୍ଟ ଆଜ୍ ଏ ଫଙ୍କସନ୍ ଅଫ୍ ଭର୍ବ ଆଣ୍ଡ ଅବଜେକ୍ଟ ଆଜ୍ ଏ ଫଙ୍କସନ୍ ଅଫ୍ ପ୍ରେପୋଜିସନ୍। ମୁଁ ଏଠି ପ୍ରେପୋଜିସନ୍ କଥା କହୁଛି। ପ୍ରେପୋଜିସନ୍ ପରେ ପରେ ଡାଇରେକ୍ଟଲି ଅବଜେକ୍ଟ ଆସେ। ତେଣୁ ପ୍ରେପୋଜିସନ୍ ଡାଇରେକ୍ଟଲି ପରେ ପରେ ଇଏ ହେଲା ଅବଜେକ୍ଟ। ଆଉ ଅବଜେକ୍ଟ ସବୁବେଳେ କ'ଣ? ଗୋଟେ ନାଉନ୍ କିମ୍ବା ପ୍ରୋନାଉନ୍ ହେଇଥାଏ। ଠିକ୍। ତେଣୁ ଏଠି ଯେତେବେଳେ ୱାକ୍ଟା ଆମେ ନେଉଥିଲେ ଭର୍ ରୂପରେ, କିନ୍ତୁ ସିଏ ଫର୍ ପ୍ରିପୋଜିସନ୍ ପାଇଁକା ଚେଞ୍ଜ ହେଇକି କ'ଣ ହେଇଗଲା? ଗୋଟେ ଅବଜେକ୍ଟ। ଅବଜେକ୍ଟଟା କ'ଣ ହେବ? ନାଉନ୍ କିମ୍ବା ପ୍ରୋନାଉନ୍। ଆମେ ଏଠି ନାଉନ୍ ରୂପରେ ନେଉଛନ୍ତି। ବୁଝିପାରିଲ କି ନାହିଁ? ତେଣୁ ଏକା ଟାଇମ୍ରେ ଗୋଟେ ଭର୍ବ ବି ନାଉନ୍ ରୂପରେ ବି କାମ କରେ। ବୁଝିପାରିଲ? ତେଣୁ ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି। He proposed that we should go for walk। ଏ ସେଣ୍ଟେନ୍ସଟି ଠିକ୍ ଅଛି ନା ଭୁଲ ଅଛି? ଠିକ୍ ଅଛି ନା ଭୁଲ ଅଛି? କ'ଣ ପାଇଁ ନା ଦେଖ ଏଇ ଜାଗାରେ କ'ଣ ଲାଗିଛି? ଫର୍ ବୋଲି ଗୋଟେ ୱାର୍ଡ଼ ଲାଗିଛି। ଫର୍ଟା କ'ଣ? ପ୍ରେପୋଜିସନ୍। ପ୍ରେପୋଜିସନ୍ ଡାଇରେକ୍ଟଲି ପରେ ଯିଏ ଆସିବ ସିଏ କିଏ? ଅବଜେକ୍ଟ। ଅବଜେକ୍ଟ ସବୁବେଳେ କ'ଣ ହେବ?
नाउन किंवा प्रोनाउन जेहेतु ये नाउन हैला नाउन पूर्वर किए बसिबो सबले गोटे आर्टिकल बसिबो तेणु एटी को वर्ड आछि डब्ल्यू वा तेणु कोन हैला ए वर्क तेणु ठीक कौन हम ही प्रपोज दैट वी शुड गो फॉर ए वॉक से मते कौन देला प्रपोज कला कि आमे चलवा को जिबा हैला तापरे यू लुक टायर्ड व्हाई डोंट यू टेक ए रेस्ट तुम्हें टायर्ड जना पड़ुछ तुम्हें रेस्ट कहीं नेउन तेणु एठी जेहेतु रेस्ट कौन है कि कौन नेउन आम जदि भर्ब को क्वेश्चन करवा आउरी गोटे उपाय भी आम कर देख गो गो है ये कौन भर भर को आम जदि ह्वाट मुझी भर को जदि ह्वाट आउ होम क्वेश्चन करवा ताले आंसर जहाँ आसो सी हम ऑब्जेक्ट कौन जी कुआड़े जीवा कौन जीवा चलवा को जीवा तेणु ये है ऑब्जेक्ट डायरेक्टली आम पाइगले एठी टेक कौन नब रेस्ट नब तेणु रेस्ट है गोटे ऑब्जेक्ट ऑब्जेक्ट जेहेतु ये है गोटे नाउन नाउन पूर्व के लगे गोटे आर्टिकल तेणु ए लगिला तेणु बुझीपार जो मैंने न बुझीपार टिके रिवाइंड करदेव ऑब्जेक्ट क्लास टी देखीदेव तुम मानकर क्लीयर हो तापर लेख 11 नंबर रूल ले ए और आन used in these phrases को phrases रे यूज हुए लेख ए टीम ऑफ ए पेयर ऑफ ए गैलेक्सी ऑफ ए ग्रुप ऑफ हैला ये सब वर्ड रे फ्रेजेस रे खंड वाक्य रे आमे कोन करंती ए किंबा आन भी लगांती माने कि ए टीम ऑफ मोटे मनकर कहली प्लेयर गोटे टीम रो प्लेयर्स हैला ए पेयर ऑफ शूज ए गैलेक्सी ऑफ स्टार्स ए ग्रुप ऑफ पीपल तेणु यही सब फ्रेजेस केस रे भी आमे ए किंबा आन यूज करंती हैला तापरे हेडिंग करो ओमिशन ऑफ ए एंड आन ए आन ओमिशन माने कि ओमिशन माने कोन लिभेइबा हटि जिबा तेणु ए आन ओमिशन कोठी हुए केउठी लगा जाए नाही तेणु सेथरे रूल लेख ए और आन is not used before only adjective विशेषण जोटी ओनली थिबो केवल विशेषण थिबो विशेष्य नथिबो मु एठी गोटे एग्जांपल देली he is a smart boy फास्ट एग्जांपल देली से गोटे स्मार्ट पिला एठी बॉय कोन नाउन नाउन पाइका किए आसी आर्टिकल आसी ठीक ना नहीं जदि मु सेई सेम केस रे बॉयटा को हटै देली ताले कोन हला ही इज स्मार्ट से कोन स्मार्ट एठी कोन एडजेक्टिव तेणु जदि केवल एडजेक्टिव रहुची ताले आमे सिटी आर्टिकल यूज करि परिबा नाही तेणु ठीक हबो कोन ही इज स्मार्ट तापरे आ गुड एग्जांपल पिंटू is an intelligent boy जो गोटे इंटेलिजेंट विज्ञ पिला चतुर पिला
ହେଲା। ଏଠି କ'ଣ ବୟ ହେଲା ନାଉନ୍, କେମିତିକା ପିଲା ଇଣ୍ଟେଲିଜେଣ୍ଟ ପିଲା, ଇଣ୍ଟେଲିଜେଣ୍ଟ ଯେହେତୁ ଏହା ହେଲା ଆଡଜେକ୍ଟିଭ। ନାଉନ୍ ପାଇଁକା କିଏ ଆସିଲା ଆର୍ଟିକଲ, କିନ୍ତୁ କାହା ପାଇଁ ଲାଗିବ ପ୍ରଥମ ଲେଟର ପାଇଁ ଆଇ ଲାଗିଛି, ଆଇଟା ହେଉଛି ଭାୱେଲ ସାଉଣ୍ଡ କରୁଛି ସେଥିପାଇଁ ଆନ୍ ବସିଲା। କିନ୍ତୁ ସେଇ ସେମ୍ କେସ୍ରେ ମୁଁ ଯଦି ଖାଲି ଲେଖିବି ପିଣ୍ଟୁ ଇଜ୍ ଆନ୍ ଇଣ୍ଟେଲିଜେଣ୍ଟ, ଠିକ୍ ହେବ କି ନାହିଁ? ଭୁଲ ହେଇଯିବ। କ'ଣ ପାଇଁ ନା ଇଣ୍ଟେଲିଜେଣ୍ଟ ହେଉଛି ଗୋଟେ ଆଡଜେକ୍ଟିଭ, ଓନ୍ଲି ଆଡଜେକ୍ଟିଭ କେସ୍ ଯେଉଁଠି ଥିବ ସେଠି ଆମେ ଏ ଆନ୍ ୟୁଜ୍ କରିପାରିବା ନାହିଁ, ତେଣୁ ଆନ୍ ୟୁଜ୍ ହେବନି। କେବଳ ଠିକ୍ ହେବ କ'ଣ ପିଣ୍ଟୁ ଇଜ୍ ଇଣ୍ଟେଲିଜେଣ୍ଟ। ବୁଝିପାରିଲ? ତାପରେ ନେକ୍ସଟ ରୁଲ୍, ଓମିସନ୍ ମାନେ କେଉଁଠି ଆମେ ବ୍ୟବହୃତ କରିପାରିବା ନାହିଁ। ନଟ୍ ୟୁଜ୍ଡ ବିଫୋର୍ ଅନକାଉଣ୍ଟେବଲ୍ ନାଉନ୍। ଅନକାଉଣ୍ଟେବଲ୍ ନାଉନ୍ ହେଲା, ଯେଉଁ ବିଶେଷକୁ ଆମେ ଗଣିପାରିବା ନାହିଁ ସେଠି ହେଲା କି ଆମେ ଏ କିମ୍ବା ଆନ୍ ଆର୍ଟିକଲର ୟୁଜ୍ କରିପାରିବା ନାହିଁ। ଦେଖ ଫାର୍ଷ୍ଟ ଏକ୍ଜାମ୍ପଲ୍, ଗୋଲ୍ଡ ଇଜ୍ ଏ ଭ୍ୟାଲୁଏବଲ୍ ମେଟାଲ। ଗୋଲ୍ଡ ଇଜ୍ ଏ ଭ୍ୟାଲୁଏବଲ୍ ମେଟାଲ, ଆମେ ଗୋଲ୍ଡକୁ ଗଣିପାରିବା କି? କାହିଁକିନା ଗୋଲ୍ଡ ହେଉଛି ଗୋଟେ ଅନକାଉଣ୍ଟେବଲ୍ ନାଉନ୍, ଯେହେତୁ ଅନକାଉଣ୍ଟେବଲ୍ ନାଉନ୍ ଏଠି ଆମେ ଏ ଆନ୍ ୟୁଜ୍ କରିପାରିବା ନାହିଁ, ତେଣୁ ସେଣ୍ଟେନ୍ସ ଠିକ୍ ଅଛି। ଯଦି ମୁଁ ଏଠି ଲେଖିଥାନ୍ତି ଏ ଗୋଲ୍ଡ ତାହେଲେ ସେଟା ଭୁଲ ହେଇଯାଇଥାନ୍ତା। ତାପରେ we drink water, ଆମେ ପାଣି ପିଇବା। ୱାଟର, ୱାଟର ଗୋଟେ କାଉଣ୍ଟେବଲ୍ ନା ଅନକାଉଣ୍ଟେବଲ୍? ଅନକାଉଣ୍ଟେବଲ୍, ଯେହେତୁ ଅନକାଉଣ୍ଟେବଲ୍ ନାଉନ୍ ତାହେଲେ ଆମେ ସେଠି ଏ ଆନ୍ ଆର୍ଟିକଲ ୟୁଜ୍ କରିପାରିବା ନାହିଁ, କାହିଁକିନା ଏ ଆନ୍ ଆର୍ଟିକଲ କେବଳ କେଉଁଠି ୟୁଜ୍ ହୁଏ? ସିଙ୍ଗୁଲାର କାଉଣ୍ଟେବଲ୍ ନାଉନ୍ରେ। ସିଙ୍ଗୁଲାର କାଉଣ୍ଟେବଲ୍, ନଟ୍ ଓନ୍ଲି ଖାଲି କାଉଣ୍ଟେବଲ୍, ସିଙ୍ଗୁଲାର, ଏକ ବଚନ ଥିବା ଦରକାର। ତେଣୁ ଏଠି ଆମେ ଏ ୱାଟର ଲେଖିପାରିବା ନାହିଁ। ବୁଝିପାରିଲ? ତେଣୁ ତୃତୀୟରେ କ'ଣ ପଡ଼ିବା? ଏ or an is not used before plural noun. ବିଫୋର୍ ପ୍ଲୁରାଲ୍ ନାଉନ୍, ପ୍ଲୁରାଲ୍ ନାଉନ୍ ପୂର୍ବରୁ ଆମେ ଏ ଆନ୍ ୟୁଜ୍ କରିପାରିବା ନାହିଁ। କ'ଣ ପାଇଁ ନା ଦେଖ, ଏକରେ ତ ଏମାନେ ୱାନ୍, ଗୋଟିଏ ଅର୍ଥକୁ ସୂଚାନ୍ତି, କିଏ? ଏ ଆଉ ୱାନ୍। ଫାର୍ଷ୍ଟ ଦେଖ, ଚିଲଡ୍ରେନ୍ ଆର୍ ପ୍ଲେଇଂ, ଏଇଟା ହେଲା ବହୁବଚନ ପ୍ଲୁରାଲ୍ ନାଉନ୍, ତେଣୁ ଏଇଟା ହେଲା ପ୍ଲୁରାଲ୍ ନାଉନ୍, ତେଣୁ ଏଠି ଆମେ ଏ ଆନ୍ ୟୁଜ୍ କରିପାରିବା ନାହିଁ। ତାପରେ ଦେଖ, ବଏଜ୍ ଆର୍ ପ୍ଲେଇଂ, ଇଏ ବି ପ୍ଲୁରାଲ୍ ନାଉନ୍, ଏଠି ଆମେ ୟୁଜ୍ କରିପାରିବା ନାହିଁ। କାଉଜ୍ ଆର୍ ଗ୍ରେଜିଂ, ଗାଈ ଗୁଡ଼ିକ ଚରୁଛନ୍ତି, ତେଣୁ ଯେହେତୁ କାଉଜ୍ ଇଏ ହେଲା ପ୍ଲୁରାଲ୍, ଏଠି ଆମେ ଏ ଆନ୍ ୟୁଜ୍ କରିପାରିବା ନାହିଁ। ବୁଝିପାରିଲ? ତେଣୁ ଏଇ ତିନିଟି କେସ୍ରେ ଆମେ ଏ ଆଉ ଆନ୍କୁ ବ୍ୟବହାର କରିପାରିବାନି। କେଉଁ କେସ୍ରେ? ଯଦି ଓନ୍ଲି ଆଡଜେକ୍ଟିଭ୍ ଥିବ କିମ୍ବା ଅନକାଉଣ୍ଟେବଲ୍ ନାଉନ୍ ଥିବ, ଆଉ ଯଦି ପ୍ଲୁରାଲ୍ ନାଉନ୍ ଥିବ, ହେଲା। ତେଣୁ ଏ କ୍ଲାସ୍ରେ ତୁମର କ'ଣ ଏ ଆନ୍ର ୟୁଜେସ୍ ଆଉ ଓମିସନ୍ ଆମେ ପଢ଼ିଲେ। ତେଣୁ ନେକ୍ସଟ ପାର୍ଟରେ ଆମେ କ'ଣ ପଢ଼ିବା? ଦର ୟୁଜ୍। So thank you for all the patience. So thank you.